କରିବାକୁ ଯାଉଛୁ social and cultural anthropology to institutions to economic, political and religious anthropology। ଅର୍ଥନୈତିକ, ରାଜନୈତିକ ଏବଂ ଧାର୍ମିକ ଗୁଡ଼ିକ ସମାଜରେ କେମିତି ପରସ୍ପର ସହିତ ସମତୁଲ କରି ବା ସମତୁଲ ମେଣ୍ଟେନ୍ କରିକି ଆଗକୁ ବଢ଼ିବାରେ ମଣିଷ ସମାଜକୁ ସହଯୋଗ କରୁଛନ୍ତି, ତାହା ଆମେ ପର୍ଯ୍ୟାୟକ୍ରମେ ଅଧ୍ୟୟନ କରିବା। ଇନଷ୍ଟିଚ୍ୟୁସନ୍, ଇକୋନୋମିକ୍ ଇନଷ୍ଟିଚ୍ୟୁସନ୍, ପଲିଟିକାଲ ଇନଷ୍ଟିଚ୍ୟୁସନ୍, ରିଲିଜିୟସ୍ ଇନଷ୍ଟିଚ୍ୟୁସନ୍ କହିଲେ ଅର୍ଥନୈତିକ ଅନୁଷ୍ଠାନ, ରାଜନୈତିକ ଅନୁଷ୍ଠାନ ଏବଂ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ନିର୍ଦ୍ଦିଷ୍ଟ ବାତାବରଣରେ ଗୋଟେ ଅର୍ଥନୈତିକ ବାତାବରଣ ଏବଂ ଜୀବନ ଜୀବିକାର ବାତାବରଣ ମଧ୍ୟରେ ତାହା ତିଷ୍ଠି ହୋଇ ପରସ୍ପର ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବାରେ ଏକ ରାସ୍ତା ଦେଖାଇଥାନ୍ତି ମଣିଷ ସମାଜକୁ। ତେଣୁ ପରସ୍ପର ଭିତରେ ଅତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଓ ପରସ୍ପର ଅତି ନିବିଡ଼ ସମ୍ପର୍କରେ ସମ୍ପର୍କିତ। ତେଣୁ ଆମେ ସାଧାରଣ ଭାବରେ ଆନ୍ଥ୍ରୋପୋଲୋଜି କହିଲେ ବା ନୃତତ୍ତ୍ୱ ବିଜ୍ଞାନ କେବଳ ଆଧୁନିକ ସମାଜକୁ ଅଧ୍ୟୟନ କରେନି କି ଏହା ଗୋଟେ ନିର୍ଦ୍ଦିଷ୍ଟ ସମାଜକୁ ଅଧ୍ୟୟନ କରେ ନାହିଁ, ଏହା ତୁଳନାତ୍ମକ ଢଙ୍ଗରେ ଅନ୍ୟ ସବୁ ସମାଜରେ, ଆଦିବାସୀ ସମାଜରେ ଏବଂ ଗାଉଁଲି ସମାଜରେ ବା ଗାଁର ସମାଜକୁ ସେ ଅଧ୍ୟୟନ କରିଥାଏ। ତେଣୁ ବିଭିନ୍ନ ପ୍ରକାର ସମାଜକୁ ବିଭିନ୍ନ ଢଙ୍ଗରେ ଅଧ୍ୟୟନ କରି ବିଭିନ୍ନ ସିଷ୍ଟମ, ବିଭିନ୍ନ ଅବସ୍ଥାରେ ଅଧ୍ୟୟନ କରିବାରେ ଆନ୍ଥ୍ରୋପୋଲୋଜି ବା ନୃତତ୍ତ୍ୱ ବିଜ୍ଞାନ ଅତି ସିଦ୍ଧହସ୍ତ। ତେବେ ଯାହା ହଉ ନା କାହିଁକି ଏହି ନୃତତ୍ତ୍ୱ ବିଜ୍ଞାନ ସମାଜର ବିଭିନ୍ନ ଅଙ୍ଗକୁ, ବିଭିନ୍ନ ଅନୁଷ୍ଠାନକୁ ବିଭିନ୍ନ ଢଙ୍ଗରେ ପର୍ଯ୍ୟାୟକ୍ରମେ ଅଧ୍ୟୟନ କରିଥାଏ। ଆଜି ଆମେ ତାହା ଦେଖିବା। ଦେଖ, ଏଠି ସ୍କୋପ୍ ଅଫ୍ ଇକୋନୋମିକ୍ ଆନ୍ଥ୍ରୋପୋଲୋଜି ଅଛି ବା ଯେଉଁ ପରିସର ଇକୋନୋମିକ୍ ଆନ୍ଥ୍ରୋପୋଲୋଜିର ବା ଆମର ନୃତତ୍ତ୍ୱ ଅର୍ଥନୈତିକ ନୃତତ୍ତ୍ୱର ପରିସର କହିଲେ ଆମେ ବିଭିନ୍ନ ଅଂଶ ବା ବିଭିନ୍ନ ଅଙ୍ଗକୁ ଅନୁଧ୍ୟାନ କରିଥାଉ। ତାହା ହେଉଛି ପ୍ରିମିଟିଭ୍ ଇକୋନୋମି ବା ପୁରାତନ ଇକୋନୋମି, ଯାହାକୁ ଆମେ ସ୍କେଲିଟନ୍ ବା କଙ୍କାଳ ଆକାରରେ ବା ଅତି ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ ଆକାରରେ ନେଇଥାଉ, ତାହାକୁ ଆମେ ଅଧ୍ୟୟନ କରୁ। ତାପରେ ଆମେ ଅଧ୍ୟୟନ କରୁ ଇକୋନୋମିକ୍ ହିଷ୍ଟ୍ରି ବା ଇକୋନୋମିକ୍ର ଯେଉଁ ଅର୍ଥନୈତିକର ଇତିହାସ କ'ଣ, କେମିତି ଗୋଟେ ସାଧାରଣ ସମାଜରୁ ବର୍ତ୍ତମାନ କମ୍ପ୍ଲେକ୍ସ ସୋସାଇଟି ବା ବିଭିନ୍ନ ପ୍ରକାର ଆବଶ୍ୟକ ଜିନିଷ ପୂରଣ କରୁଥିବା, ବିଭିନ୍ନ ଢଙ୍ଗରେ ଆବଶ୍ୟକ ପୂରଣ କରୁଥିବା ସମାଜକୁ ଆମେ ପହଞ୍ଚି ପାରିଛେ। ଇଣ୍ଡଷ୍ଟ୍ରିଆଲ ସୋସାଇଟି ବା ଶିଳ୍ପ ସମାଜ, ଶିଳ୍ପ ଉପରେ ନିର୍ଭର କରୁଥିବା ସମାଜ ଉପରେ ଅଧ୍ୟୟନ କରୁଛୁ। ତେଣୁ ସବସିଷ୍ଟେନ୍ସ ଇକୋନୋମି ଏବଂ ବର୍ତ୍ତମାନ ଡେଭଲପ୍ଡ ଇକୋନୋମି ମଧ୍ୟରେ କ'ଣ ପାର୍ଥକ୍ୟ ଅଛି, କମ୍ ସମନ୍ୱୟ ଅଛି, କ'ଣ ସମନ୍ୱୟ ଅଛି, ତାକୁ ଅଧ୍ୟୟନ କରିଥାଉ। ସବସିଷ୍ଟେନ୍ସ ଇକୋନୋମି କହିଲେ ଯେ ଅର୍ଥନୀତି ବା ଯେଉଁ ଅର୍ଥନୀତିରେ କେବଳ ଅର୍ଥ ହିଁ ମୂଳ ବୋଲି ଧରାଯାଏ ନାହିଁ, ସେଠାରେ ତାଙ୍କର ଧାର୍ମିକ ଭାବନା, ତାଙ୍କର ସାଂସ୍କୃତିକ ଚଳଣି, ତାଙ୍କ ଜୀବନ ଜୀବିକା, ତାଙ୍କର ସମସ୍ତ ଜୀବନଚର୍ଯ୍ୟା ଉପରେ ତା'ର ଅର୍ଥନୈତିକ ଗୁଣ ଗୁଡ଼ିକ କେମିତି ପର୍ଯ୍ୟବସିତ, ତା ଉପରେ ଅଧ୍ୟୟନ କରିଥାଏ ଏବଂ ଇକୋନୋମିକ୍ ଡେଭଲପମେଣ୍ଟ ଉପରେ ମଧ୍ୟ ଅଧ୍ୟୟନ କରିଥାଏ ବା ଅର୍ଥନୈତିକ ଉନ୍ନୀତକରଣ କେମିତି ମଣିଷ ସମାଜରେ ହେଇଛି ପୂର୍ବଠାରୁ ବାଟାର ସିଷ୍ଟମ ବା ଦ୍ରବ୍ୟ ବିନିମୟ ଅବସ୍ଥାରୁ ବର୍ତ୍ତମାନ କୌଣସି ଟୋକନ ବିନିମୟ ବା ଆର୍ଥିକ ବିନିମୟ ବା ମୁଦ୍ରା ବିନିମୟ ପର୍ଯ୍ୟନ୍ତ ବିଭିନ୍ନ ସୋପାନ ଦେଇ ଗତି କରୁଥିବା ବିଭିନ୍ନ ଅଂଶକୁ ଅଧ୍ୟୟନ କରିଥାଏ ଏବଂ ଏଣ୍ଟରପ୍ରିନର ବା ବିଭିନ୍ନ ପ୍ରକାର ଯେଉଁ ବିଜନେସ୍ ବା ବେପାର ବାଣିଜ୍ୟ ବିଷୟରେ ଅଧ୍ୟୟନ କରିଥାଏ। ତାକୁ ବିଜନେସ୍ ଆନ୍ଥ୍ରୋପୋଲୋଜି ମଧ୍ୟର ଏକ ଅଂଶ ବିଶେଷ ବୋଲି ଧରାଯାଏ। ତାପରେ ଅର୍ବାନ ବା ସହରୀକରଣରେ ଅର୍ଥନୀତିର କେମିତି ଗୁରୁତ୍ୱ ରହିଛି ଏବଂ ତାହା କେମିତି ଗୋଟେ ଅର୍ଥନୀତିକୁ ବିଭିନ୍ନ ଢଙ୍ଗରେ ପରିଚାଳିତ କରିବାରେ ସହଯୋଗ କରୁଛି, ତାକୁ ଆମେ ଅଧ୍ୟୟନ କରିଥାଉ। ଏବଂ ପିଜାର୍ଟ ଇକୋନୋମି ବା ଯେଉଁଟା ଚାଷୀମାନଙ୍କର ଇକୋନୋମି ବା ଅର୍ଥନୈତିକ ଯେଉଁ ଚଳଣି, ତାହା ମଧ୍ୟ ଅଧ୍ୟୟନ କରାହୋଇଥାଏ। ତେଣୁ ଇକୋନୋମିକ୍ ଆନ୍ଥ୍ରୋପୋଲୋଜି ବିଭିନ୍ନ ଢଙ୍ଗର, ବିଭିନ୍ନ ପ୍ରକାରର, ବିଭିନ୍ନ କିସମର, ବିଭିନ୍ନ ସ୍ଥାନର ଏହି ଅର୍ଥନୀତି ଉପରେ ଅଧ୍ୟୟନ ଜାରି ରଖିଥାଏ ଏବଂ ବିଭିନ୍ନ ଅଙ୍ଗ ସହିତ, ବିଭିନ୍ନ ଅନୁଷ୍ଠାନ ସହିତ, ସାମାଜିକ ଅନୁଷ୍ଠାନ ସହିତ କେମିତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ତାହାକୁ ସେ ଅଧ୍ୟୟନ କରିଥାଏ ଏବଂ ଅନୁଧ୍ୟାନ ମଧ୍ୟ କରିଥାଏ। ଆମର ଏହି ଚାପ୍ଟରଟି ଅଧ୍ୟୟନ କଲା ପରେ ଆମେ ଜାଣିବାକୁ ପାଇବା ଯେ ଇକୋନୋମି କ'ଣ,
बा अर्थनीति कौन यह केमिति भाବରେ परिचालित हुए बा समाज को परिचालित करिबारे सहयोग करे पॉलिटिकल एंथ्रोपोलॉजी बा पॉलिटिकल इंस्टीट्यूशन कौन एवं यह केमिति गोटे समाज को सहयोग करिया को आगो को बढ़िबारे सहायता करे रिलीजियस इंस्टीट्यूशन बा धार्मिक अनुष्ठान गुड़िक केमिति एई समस्त विषय गुड़िक समस्त अंग गुड़िकर समन्वय रक्षा करिबारे सहायता करुछि ताको आमे अध्ययन करिथा तेणु आम साधारण भाव में देखा गले गोटे समाज को गोटे निर्दिष्ट समाज को तार अर्थनैतिक सिस्टम बा अर्थनैतिक प्रणाली को जदि अनुधान करवा तेणु ताहले आम जानिबा जे तार संस्कृति कौन तार निर्दिष्ट अंचल रे को प्रकार अर्थनैतिक व्यवस्था सेठारे चालुअछि एवं से मनीष गोटे निर्दिष्ट एनवायरनमेंट वा निर्दिष्ट परिवेश रे को प्रकार अर्थनैतिक व्यवस्था को आपणे आज आगको आगे आगको बढ़ी चली विषय अध्ययन करवा तेणु इकोनॉमिक एनवायरनमेंट एंड कल्चर समस्त परस्पर भितर अंगांगी भाव में खूब गभीर भाव में निबिड़ भाव में संपर्क गोटे रज्जु द्वारा बंधित हो अनुबंधित हो समाज को अग्रसर करिवारे अग्रणी करिवारे निजर समस्त बा निजर अध्यवसाय से परिचालित हुए बा निर्दिष्ट नियम रे परिचालित हुए ताको आमे अध्ययन करबा होछि इकोनॉमिक एंथ्रोपोलॉजी एवं इकोनॉमिक इंस्टीट्यूशन कहले इट हैज बीन ऑफन कंसीडर टू बी द मोस्ट बेसिक ह्यूमन इंस्टीट्यूशन as it has to do with physical survival such as provision of food and shelter तेणु आमे जदि आमे देखिबा जो इकोनॉमिक बा अर्थनीतिर परिचर्या बा अर्थनीतिक व्यवस्था गोटे समाज को विभिन्न प्रकार ढंग से परिचालित करिवारे सहयोग करे तेणु यहाँ को मूल दुआ कहले बा मूल कहले अत्युक्ति हेब नाही जहा कि मनुष्य बंची रहिया पई विभिन्न प्रकार प्रोविजन जो खाद्यर प्रोविजन एवं वस्त्र बासगृहर प्रोविजन बा वस्त्र बासगृहर सिस्टम को से अनुप्राणित करे एवं सुचारू ढंग से ताहा परिचालित करे तेणु इकोनॉमिक एंथ्रोपोलॉजी ताहा अध्ययन करे गोटे समाज निर्दिष्ट ढंग से गोटे इकोनॉमिक बा अर्थनैतिक व्यवस्था केमिति परिचालित हुए और परिचालित करिवार सहायता करे बट टू बी ह्यूमन गोज वे beyond mere food, clothing and shelter and we shall see how this institution also regulate the way of people relate to each other तेणु परस्पर को केवल फूड खाद्य वस्त्र बासगृह पर सीमित न थाए एवं प्रकृत में यही खाद्य वस्त्र बासगृह पाई बा ताकू अर्जन करिया पई ताकू हासिल करिया पई विभिन्न लोक विभिन्न कार्य नियोजित होती एवं सही कार्य द्वारा गोटे समाज सुचारू ढंग से शृंखलित ढंग से परिचालित हुए ताहा आमे देखिया को पाऊ the way of people relate to each other and how hierarchy and inequalities are formed in a society on the basis of distribution and control of resources essential not only for survival but also locating the person on a scale of social importance तेणु सामाजिक गुरुत्व नहीं तार प्रत्येक व्यक्ति प्रत्येक सिस्टम प्रत्येक अंश केमिति हायरार्किकल सिस्टम बा उच्च नीच सिस्टम को उच्च नीच अनुष्ठान को केमिति सुचारू ढंग से सुचारू रूप से परिचालित करे एवं लोक मान जो असमानता थाए केमिति समानतार परिणत हुए केमिति प्रत्येक व्यक्ति को समाज प्रत्येक सदस्य समाज से केमिति सुचारू रूप परिचालित होबे ताको अध्ययन करती तेणु यह हूँ एक गुरुत्वपूर्ण अंश बा गुरुत्वपूर्ण सिस्टम जहाँकि से नेचुरल रिसोर्सेस बा जो सेठारे आवश्यक थिबा बा सेठारे अवेलेबल थिबा सेठारे अधिष्ठित थिबा विभिन्न प्रकार नेचुरल बा प्राकृतिक संपद गुड़िक सुचारू रूपे सुचारू ढंग से प्रत्येक व्यक्ति केमिति ताहा ठीक भाव में व्यवहार करें ठीक भाव में व्यवहार कर निज जीवन जीविका को परिचालित करेंगे ताहा एथरे वर्णित होता है एवं गोटे समाज ताहा मध्य निर्दिष्ट नियम रे निर्दिष्ट कल्चरल नियम रे बा सांस्कृतिक नियम रे परिचालित करिवार संज्ञा निरूपण करता है तेणु सेठी मनुष्य केवल बंची रहे नहीं बंची रहिबा भी केवल गोटे निर्दिष्ट भावधारा न हो तार बंचिया बंचित बेले विभिन्न समाज विभिन्न अनुष्ठान सहित विभिन्न व्यक्तिविशेष सहित विभिन्न सदस्य सहित केमिति सुचारू रूप से सुचारू ढंग से परिचालित हुए एवं संपर्क सृष्टि करे ताहाको ही अध्ययन कराई थाए इकोनॉमिक एंथ्रोपोलॉजी इकोनॉमिक इंस्टीट्यूशन आर डिवाइडेड इनटू टू टाइप्स इकोनॉमिक इंस्टीट्यूशन बा अर्थनैतिक अनुष्ठान गुडी दुई भाग रे विभक्त होछि तीन भाग रे विभक्त होइथाय
गोटे है प्रोडक्शन, गोटे है कंजम्पशन, आ गोटे है एक्सचेंज। प्रोडक्शन माने उत्पादन एवं ताको ग्रहण करिवा, कंजम्पशन करिवा एवं तांको भितरे नेण देण करिवा बा परस्पर भितरे आदान प्रदान करिवा कोनोसी द्रव्य आउ सेवा को। से द्रव्य और सेवा आदान प्रदान रो सिस्टम एक्सचेंज बोली मध्ये कहा जाय। तेणु आमे देखिबा एठी विभिन्न सोसाइटी आगुर मु कहि सारिछि जे एंथ्रोपोलॉजी बा नृतत्व विज्ञान केवल शिल्प समाज बा आधुनिक समाज को अध्ययन न करी समस्त पुरातन समाज मध्य अध्ययन करिथाय एवं गाउँली ग्रामीण समाज को मध्य एवं चाषी समाज को मध्य चाषी कुल को मध्य विभिन्न जगह विभिन्न हिसाब रे विभिन्न ढंग रे विभिन्न उपाय रे अध्ययन करिथाय एवं सेठारु निजर एसेंस टिकु बा सारांश तत्व बा सार तत्वटाकू ताहा सार तत्व को ग्रहण करिथाय एवं मनुष्य समाज रे वितरण करिथाय मनुष्य समाज रो उन्नति और ज्ञान पाई। सेतिबे आमे देखिया गले प्रोडक्शन जदि विभिन्न सोसाइटी आमे अध्ययन करिया तले हंटिंग एंड गैदरिंग सोसाइटी बा जो माने शिकार करिवा और संग्रह करिवा ऊपर निर्भर करिथांती जो समाज बन जंगल जो समाज बसवास करंती एवं ताको पाखरे प्रयुक्ति विद्यार बा आधुनिक विद्यार अभाव थाए एवं टेक्नोलॉजी रो अभाव थाए सेई जगह रे से माने कोनोसी हंटिंग और गैदरिंग बा शिकार करिवा एवं फलमूल संग्रह करी जीवन जीविका अर्जन करंती तांकर भावधारा तांकर एक्सचेंज सिस्टम तांकर प्रोडक्शन सिस्टम तांकर डिस्ट्रीब्यूशन सिस्टम अन्य मान ठार भिन्न होइथे बा तांकर खाद्य उत्पादन खाद्य प्रक्रियाकरण एवं खाद्य परस्पर मध्य वितरण करिवार संज्ञाटा विभिन्न प्रकार अन्य समाज ठार भिन्न होइथाय। एहा ही आमे दर्शन करिया विभिन्न प्रकार आदिवासी समाज ग्रामीण समाज को जदि अध्ययन करिया आमे जदि जिबा हंटिंग एंड गैदरिंग सोसाइटी आमे देखिबा ताहले अंडमान निकोबर रे जोरुआ अंगे एभली आदिवासी समाज अछंती आम ओडिसा रे सेमिति बंडा समाज अछंती लोधा समाज अछंती दिदाही समाज अछंती ए समाज हंटिंग गैदरिंग उपरे बा शिकार करिबा एवं संग्रह करिया फलमूल संग्रह करी वन जंगल सरल जीवन यापन करिबारे वर्तमान सिद्धस्त एवं आज पर्यंत से सरल जीवन यापन करि आछंती। ताको पाखरे जीवन जीविकार माने होउची सरल जीवन एवं निष्पाप जीवन बितेबा गोटे वन जंगल गोटे निर्दिष्ट परिवेश निर्दिष्ट भौगोलिक अवस्थिति रे ताहाकू केमिति से माने आवश्यक परस्पर पूर्ण करथांती एवं सेतिरे कोनोसी आबिलता न थाए कोनोसी स्वार्थ न थाए किंतु परस्पर बंचिबा राहा से माने देखिथांती ताकू ही अध्ययन करा जाय। ए प्रोडक्शन बा टेक्नोलॉजी आमे जदि कहिबा ताले कोनोसी जिंस को प्रोडक्शन करिबा कोनोसी जिंस को उत्पादन करिबा ता सहित प्रयुक्ति विद्यार वर्तमान प्रयोग होईछि से प्रयुक्ति विद्या प्रयोग फल रे विभिन्न प्रकार जिनिस आमे पाउछि विभिन्न प्रकार सामग्री आमे आज उत्पादन करूछि जहा आमे निजे निजर व्यवहारिक ढंग रे व्यवहार करूछि। ठीक से बड़ी आ गोटे सोसाइटी बा समाज हॉर्टिकल्चर सोसाइटी जो माने विभिन्न प्रकार परिबा चाष विभिन्न प्रकार फलमूल चाष कर जीवन बीते थांती से माने विभिन्न वन जंगल विभिन्न स्थान रे विभिन्न निर्दिष्ट एक भौगोलिक स्थान रे निजर चाष करी निजर जीविका अर्जन करिथांती। तेणु तांकर जीवन जीविका तांकर जीवन शैली समस्त ठारू अन्य मान ठारू अलग होई थाए। कैटल हर्डिंग बा जो माने पशुपालन करती पैस्चुरलिस्ट कहती तांकू तेणु पशुपालन करी मध्य जो समाज बंची रहे जो समाज तिष्ठि रहे तांकर जीवन जीविका तांकर शैली अन्य मान ठारू अलग होइथे। तेणु एमान को पाखरे जदि हम देखिया शिफ्टिंग कल्टीवेशन जो माने गोटे स्थान रो अन्य स्थान को पोडु चाष करी बा हिल कल्टीवेशन कहती पोडु चाष कहती झूम कल्टीवेशन कहती। तेणु गोटे स्थान रो अन्य स्थान को परिवर्तन करी पहाड़ उपरे जो माने चाष करती गोटे पैच रो अन्य पैच को शिफ्टिंग करी बा स्थानांतर करी स्थानांतरित चाष करती से माने मध्य तांकर जीवन जीविका तांकर जीवन शैली तांकर चाष करिवार शैली तांकर अर्थनीति अन्य मान ठारू भिन्न होइथे। जेमिति हमर कोरापुट अंचल रे विभिन्न जाति अछंती कंध आदिवासी अछंती हमर गदवा आदिवासी अछंती हमर विभिन्न प्रकार आदिवासी अछंती जेमिति मयूरभंज शिमिलीपाल अंचल रे लोधा अछंती से माने शिफ्टिंग कल्टीवेशन बा जो स्थानांतर चाष ऊपर निर्भर करिथांती एवं तांकर जीवन जीविका गोटे निर्दिष्ट जगह रे निर्दिष्ट भौगोलिक अवस्थिति रे तांकर परिवेश रे से माने केमिति चलंती ताहा अन्य मानक ठारू भिन्न होइथाय। नेण देण प्रक्रिया
ଏବଂ ପରସ୍ପର ସହଯୋଗର ପ୍ରକ୍ରିୟା ଅନ୍ୟମାନଙ୍କ ଠାରୁ ଅଲଗା ହୋଇଥାଏ, କାରଣ ସେମାନେ ସେଠାରେ ବଞ୍ଚି ରହିବା ପାଇଁ ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥାନରେ ଏନ୍ଭାରମେଣ୍ଟକୁ ସେମାନେ ନିର୍ଭର କରି ତାଙ୍କର ଜୀବିକା ଅର୍ଜନ କରିଥାନ୍ତି। ଶେଷରେ ଆସିଲା ସେଟେଲ ଏଗ୍ରିକଲଚର ବା ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ବସତି ସ୍ଥାପନ କରି ଏଗ୍ରିକଲଚର ବା ଚାଷ ଉପରେ ନିର୍ଭର କରୁଥିବା କେତେକ ଜୀବନ ଜୀବିକା, କେତେକ ଗ୍ରାମୀଣ ଜୀବନ, କେତେକ ଆଦିବାସୀ ଏବଂ ଗ୍ରାମୀଣ ଜୀବନକୁ ଆମେ ଯଦି ଅନୁଧ୍ୟାନ କରିବା, ତାଙ୍କର ଚଳଣି, ତାଙ୍କର ଜୀବନ ଜୀବିକା ଅନ୍ୟମାନଙ୍କ ଠାରୁ ଶିଳ୍ପ ଜୀବନ ଶୈଳୀ ଠାରୁ ବା ଶିଳ୍ପ ସଂସ୍ଥା ଶିଳ୍ପ ସମାଜ, ଶିଳ୍ପ ଉପରେ ନିର୍ଭର କରୁଥିବା ସମାଜ ଠାରୁ ସେମାନେ ତାଙ୍କର ଟେକ୍ନୋଲୋଜି, ତାଙ୍କର ବିଚାରଧାରା, ତାଙ୍କର ପ୍ରଯୁକ୍ତି ବିଦ୍ୟା ଅଲଗା ହୋଇଥାଏ ଏବଂ ତାଙ୍କର ଜୀବନଶୈଳୀ ମଧ୍ୟ ଅଲଗା ହୋଇଥାଏ। ତେଣୁ ଆମେ ବିଭିନ୍ନ ଜାଗାକୁ ଯଦି ଆମେ ଯିବା, ବିଭିନ୍ନ ପ୍ରକାର ସମାଜକୁ ଦେଖିବା, ଯଦି ହଣ୍ଟିଂ ଗେଦରିଂ ସମାଜକୁ ଦେଖିବା ବା ହର୍ଟିକଲଚର, କ୍ୟାଟେଲ ହର୍ଟିଂ, ସିଫ୍ଟିଂ କଲ୍ଟିଭେସନ ଆଉ ସେଟେଲ ଏଗ୍ରିକଲଚର ସମାଜକୁ ଦେଖିବା, ତାଙ୍କ ଭିତରେ ଭାବଧାରାର, ତାଙ୍କ ଭିତରେ ଜୀବନଶୈଳୀର, ତାଙ୍କ ଭିତରେ ଅର୍ଥନୈତିକ ଆଦାନ ପ୍ରଦାନର ବିଭିନ୍ନତା ଆମେ ପରିଲକ୍ଷିତ କରିବା। ତେଣୁ ଏଠାରେ ଜୀବନ ଜୀବିକାର ସିଷ୍ଟମ ହେଉଛି, ଜୀବନ ଜୀବିକାର ଅଧ୍ୟୟନର ମୂଲ୍ୟ ହେଉଛି ଯେ ସେମାନେ ଗୋଟେ ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥାନରେ କେମିତି ନିଜର ନିଜସ୍ୱ ଟେକ୍ନୋଲୋଜି ବା ଇଣ୍ଡିଜେନସ୍ ନଲେଜ ବାହାଯିବ ବା ଆତ୍ମୀୟ ଜ୍ଞାନ କୌଶଳରେ ବା ନିଜସ୍ୱ ଜ୍ଞାନ କୌଶଳରେ କେମିତି ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ବଞ୍ଚି ରହୁଛନ୍ତି ଏବଂ ସମାଜକୁ ଆଗେଇ ନେବାରେ ସହଯୋଗ କରୁଛନ୍ତି, ତାକୁ ଅଧ୍ୟୟନ କରିବାର ହେଲା ମୂଳ ମନ୍ତ୍ର ଆମର ଇକୋନୋମିକ ଆନ୍ଥ୍ରୋପୋଲୋଜି ଅଧ୍ୟୟନ କରିବା। ତେଣୁ ଯଦି ଆମେ ଦେଖିବା ସମାଜକୁ, ଆମେ ଦେଖିବା ହିନ୍ଦୁ ସମାଜକୁ, ସେଠି କାଷ୍ଟ ଅକ୍ୟୁପେସନ ଅଛି, ଗୋଟେ ନିର୍ଦ୍ଦିଷ୍ଟ ଜାତି ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟ କରିବାର ଗୋଟେ ପ୍ରଥା ଅଛି ଏବଂ ସେହି କାର୍ଯ୍ୟରେ ଗୋଟେ ମଣିଷ ସମାଜ ତାର ନିଜ କାର୍ଯ୍ୟ କରୁଛି। ଏଥିରେ ଆମେ ଯଦି ଦେଖିବା ସମାଜ ବା କାଷ୍ଟ ସିଷ୍ଟମ ଦେଖିବା, ପ୍ରଥମରୁ ମନୁଙ୍କ ବିଭକ୍ତିକରଣ, ସମାଜର ବିଭକ୍ତିକରଣକୁ ଆମେ ଯଦି ଅନୁଧ୍ୟାନ କରିବା ଏବଂ ବିଭିନ୍ନ ଆମର ଧାର୍ମିକ ବହି ବା ଧାର୍ମିକ ପୁସ୍ତକକୁ ଆମେ ଅନୁଧ୍ୟାନ କରିବା, ଆମେ ଜାଣିବା ଯେ ଯେଉଁ କାଷ୍ଟ ଅକ୍ୟୁପେସନ ହେଉଛି ବା କାଷ୍ଟ ଡିଭିଜନ ହେଉଛି ଆମ ହିନ୍ଦୁ ସମାଜରେ, ସେ କାଷ୍ଟ ବା ଜାତି ସମାଜର ବିଭକ୍ତିକରଣ ତାଙ୍କ କାର୍ଯ୍ୟକୁ ନେଇକି ହେଇଥିଲା ଏବଂ ପରସ୍ପର ମଧ୍ୟରେ ତାହା କେମିତି ଗୋଟେ ସହଯୋଗ କରି ଜୀବନ ଜୀବିକାକୁ ଆଗକୁ ନେବେ, ତାହା ପାଇଁ ସେଇଥିପାଇଁ ବା ତାହାର ମୂଳ ମନ୍ତ୍ରରେ ଗୋଟେ ସମାଜରେ ଜାତିର ପ୍ରୟୋଗ ହେଇଥିଲା ଏବଂ ସେ ନିର୍ଦ୍ଦିଷ୍ଟ ଜାତି ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟରେ ନିୟୋଜିତ ହେବେ ଏବଂ ସମାଜକୁ ସମଗ୍ର ଭାବେ ବୃଦ୍ଧିମନ୍ତ କରିବାକୁ ବା ଆଗକୁ ନେବାକୁ ସହଯୋଗ କରିବେ। ସମୟକ୍ରମେ ତାହା ଅନ୍ଧବିଶ୍ୱାସରେ ପରିଣତ ହୋଇଗଲା ଏବଂ କାଷ୍ଟ ସିଷ୍ଟମ ହୋଇଗଲା ରିଜିଡ୍ ସିଷ୍ଟମ ବା ଅତି ନିଷ୍ଠୁର ପ୍ରଥା ଆରମ୍ଭ ହେଲା, କିନ୍ତୁ ପ୍ରକୃତରେ ତାହା ଅତି ଫ୍ଲେକ୍ସିବୁଲ ଥିଲା ଏବଂ ଅତି ତାହା ସହଜରେ ଜଣେ ଚାହିଁଲେ ନିଜର କାଷ୍ଟ ଅକ୍ୟୁପେସନ ବା ଜାତି କାର୍ଯ୍ୟକୁ ପରିବର୍ତ୍ତନ କରୁଥିଲା ଏବଂ ନିଜେ ସେଥିରେ ଅନ୍ୟ ଯେଉଁ କାର୍ଯ୍ୟ କରୁଥିଲା ସେ କାର୍ଯ୍ୟ ଅନୁସାରେ ତାର ଜାତିଟି ଅଭିହିତ ହେଉଥିଲା। ତେଣୁ ପରବର୍ତ୍ତୀ ସମୟରେ କାଷ୍ଟ ଅକ୍ୟୁପେସନଟା ଗୋଟେ ନିର୍ଦ୍ଦିଷ୍ଟ ସମାଜକୁ ନିର୍ଦ୍ଦିଷ୍ଟ ଜାତିକୁ ବଞ୍ଚି ରହିବାରେ ସହଯୋଗ କଲା, କାରଣ ସେଥିରେ କାମ ବା କାର୍ଯ୍ୟ ଅଭାବ ହେଲାନି, ସମସ୍ତେ କିଛି ନା କିଛି କାର୍ଯ୍ୟ ପାଇଁ କିଛି ନା କିଛି କାର୍ଯ୍ୟରେ ନିୟୋଜିତ ହୋଇ ନିଜ ଜୀବନ ଜୀବିକା ଅର୍ଜନ କଲେ। ଏହା ହେଉଛି ଭାରତୀୟ ସମାଜର ମୂଳ ମନ୍ତ୍ର ବା ଭାରତୀୟ ସମାଜର ବୈଶିଷ୍ଟ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶେଷରେ ଆମେ ପଢ଼ିବା ଯେ କଞ୍ଜମ୍ପସନ୍ କହିଲେ କେମିତି ଭାବରେ ତାକୁ ବିଭିନ୍ନ ଉପାୟରେ ଖାଦ୍ୟ ଭାବରେ ବା ଅନ୍ୟ କୌଣସି ବ୍ୟବହାରିକ ଢଙ୍ଗରେ ବ୍ୟବହାର କରିବା, ଯାହା ଆମେ ଉତ୍ପାଦନ କରିବା ତାହା କେମିତି ଆମେ ପରସ୍ପର ଭିତରେ ବିତରଣ କରି ତାକୁ ଆମେ ଗ୍ରହଣ କରିବା ବା ଦୈନିକ ବ୍ୟବହାର୍ଯ୍ୟ କାର୍ଯ୍ୟରେ ତାକୁ ନିୟୋଜନ କରିପାରିବା। ତେଣୁ ଆମେ ଏଥିରେ ଦେଖିବାକୁ ଗଲେ ଆମେ ବିଭିନ୍ନ ପ୍ରକାର କ୍ୱେଶ୍ଚିନ୍ ବା ବିଭିନ୍ନ ପ୍ରକାର ପ୍ରଶ୍ନ ଆମ ମନରେ ଉଙ୍କି ମାରିବ, ଯେମିତି ହୁ ଡଜ୍ ଆଣ୍ଡ ହ୍ୱାଟ୍ ଏଣ୍ଡ କିଏ କ'ଣ କାର୍ଯ୍ୟ କରେ, ହୁ ଗେଟ୍ସ ହ୍ୱାଟ୍, କିଏ କ'ଣ ପାଏ ବା କିଏ କ'ଣ ପାଉଛି। ସମାଜରେ ସେମିତି ଗୋଟେ ନିର୍ଦ୍ଦିଷ୍ଟ ନିୟମରେ କେଉଁ ବ୍ୟକ୍ତି କ'ଣ କାମ କରିବ ଏବଂ କ'ଣ ଅର୍ଜନ କରିବ, କେମିତି ବଞ୍ଚିବ, ତାହା ସମାଜ ନିର୍ଦ୍ଦିଷ୍ଟ ସଂସ୍କୃତିରେ ନିର୍ଦ୍ଦିଷ୍ଟ ନିୟମରେ ନିର୍ଦ୍ଦିଷ୍ଟ ଭାବଧାରାରେ ତାହା ଖଞ୍ଜି ଦେଇଥାଏ। ତେଣୁ simplest known the societies are where the resources acquire the consumption of free goods। ତେଣୁ ଗୋଟେ ରିସୋର୍ସେସ୍ ବା ସମ୍ପଦ ଆମେ ଦେଖିବା, ଯଦି ଗୋଟେ ଅତି ସିମ୍ପଲେଷ୍ଟ ସୋସାଇଟିକୁ ଯିବା, ଆମେ ଆଦିବାସୀ ସମାଜକୁ ଯିବା, ଆମେ ଗ୍ରାମୀଣ ସମାଜକୁ ଯିବା, ସେଠାରେ ବହୁତ ଜିନିଷ ସେମାନେ ନିଜର ବ୍ୟବହାର୍ଯ୍ୟ ଜିନିଷ ବ୍ୟବହାର କରନ୍ତି, ଯେଉଁଗୁଡ଼ାକି ଫ୍ରି ଗୁଡ୍ସ ବା ସାଧାରଣ ଭାବରେ ମୁକ୍ତ ଭାବରେ ତାଙ୍କୁ ମିଳିଥାଏ ବା ମୁକ୍ତ ଭାବରେ ତାକୁ ପ୍ରଦାନ ହୋଇଥାଏ ପ୍ରକୃତି ତରଫରୁ। ପ୍ରକୃତି ତାଙ୍କୁ ମୁକ୍ତ ଭାବରେ ପ୍ରଦାନ କରିଥାଏ ବା ପ୍ରକୃତିର ମୁକ୍ତ ଦ୍ରବ୍ୟ
ଯେମିତି କି ଫରେଷ୍ଟ, ଡେଜର୍ଟ ଏଣ୍ଡ ମାଉଣ୍ଟେନ୍ସ ଏसेट्रा। ମାନେ ଫରେଷ୍ଟ ହେଉଛି ଜଙ୍ଗଲ ଏବଂ ମରୁଭୂମିର କିଛି ମରୁଭୂମି ଅଂଶ ବା ମାଟି, ପାଣି, ପବନ, ପାହାଡ଼ ଏବଂ ସେଠାରେ ଥିବା ବିଭିନ୍ନ ପ୍ରକାର ଜିନିଷ, ସମସ୍ତ ଜିନିଷ ଗୁଡ଼ିକ ମୁକ୍ତ ଭାବରେ ନ୍ୟାଚୁରାଲ ରିସୋର୍ସେସ୍ ବା ପ୍ରାକୃତିକ ସମ୍ପଦ ହିସାବରେ ସମସ୍ତେ ତାହାକୁ ବ୍ୟବହାର କରିଥାନ୍ତି ବା ସମସ୍ତେ ସେଥିରେ ମୁକ୍ତ ଭାବରେ ବା ଅତି ସହଜ ସରଳ ଭାବରେ ବ୍ୟବହାର କରିଥାନ୍ତି। ତେଣୁ ସମ୍ପ୍ଲେସ୍ ସୋସାଇଟି ଆମେ ଯଦି ଯିବା ବା ଯେଉଁଟା ଗ୍ରାମ୍ୟ ସମାଜ, ଆଦିବାସୀ ସମାଜ, ସେଠାରେ କୌଣସି ଅର୍ଥନୈତିକର ଏତେ ରିଜିଡ୍ ସିଷ୍ଟମ ବା ଏତେ ନିଷ୍ଠୁର ସତ୍ୟ, ନିଷ୍ଠୁର ସିଷ୍ଟମ ବା ଅତି କଠିନ ଭାବରେ ଅତି ବିଭିନ୍ନ ଉପାୟରେ ଯେମିତି ଆମର ମଲ୍ଟିପୁଲ ଉପାୟରେ ପର୍ଯ୍ୟବେସିତ ହେଉଛି, ତାହା ସେଥିରେ ପର୍ଯ୍ୟବେସିତ ନ ହୋଇ ଗୋଟେ ସାଧାରଣ ଢଙ୍ଗରେ ଜୀବନ ଜୀବିକା ସେ ଅର୍ଜନ କରିଥାନ୍ତି ପ୍ରତ୍ୟେକ ବ୍ୟକ୍ତି। ଏକ୍ସଚେଞ୍ଜ ସିଷ୍ଟମ ସେମିତି ଆମେ ଯଦି ଦେଖିବା ସିମ୍ପଲ ସୋସାଇଟି, ତାଙ୍କର ଏକ୍ସଚେଞ୍ଜ ସିଷ୍ଟମ, ତାଙ୍କର ନେଣ ଦେଣ ସିଷ୍ଟମ ବା ତାଙ୍କ ନେଣ ଦେଣ ପ୍ରଣାଳୀଟି ଅତି ସରଳ ବା ସହଜ ହୋଇଥାଏ, ଯାହାକୁ ଆମେ ବାଟାର ସିଷ୍ଟମ କହୁ। ବାଟାର ସିଷ୍ଟମ କହିଲେ ଦ୍ରବ୍ୟ ବିନିମୟରେ ଦ୍ରବ୍ୟ ବା ଦ୍ରବ୍ୟ ବିନିମୟରେ ଦ୍ରବ୍ୟ ପାଇବାଟାକୁ ବାଟାର ସିଷ୍ଟମ କହନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତିର ଆବଶ୍ୟକ ଦ୍ରବ୍ୟ ହିଁ ହୋଇଥାଏ। ତେଣୁ ଦ୍ରବ୍ୟ ଦେଇ ନିଜର ଯାହା ପ୍ରଡକ୍ସନ କରନ୍ତି ବା ନିଜ ପାଖରେ ଯାହା ଆଭେଲେବଲ ଥାଏ ସେ ଦ୍ରବ୍ୟକୁ ଅନ୍ୟ ଜଣଙ୍କୁ ପ୍ରଦାନ କରି ତାଙ୍କର ଆବଶ୍ୟକ ଦ୍ରବ୍ୟ ସେଠାରୁ ହାସଲ କରିଥାନ୍ତି ଏବଂ ନିଜର ଜୀବନ ଜୀବିକା ପାଇଁ ତାହା ନିଜର ଜୀବନ ଜୀବିକାରେ ତାହା ବ୍ୟବହାର କରିଥାନ୍ତି। ତେଣୁ ସେଠାକାର ଜୀବନ ଅତି ସରଳ, ନିଷ୍ପାପ ଏବଂ ଅତି ସୁନ୍ଦର ଭାବରେ ସେମାନେ ପରସ୍ପର ସହିତ ସହଯୋଗ କରି ବଞ୍ଚି ରହିଥାନ୍ତି। ତେଣୁ ଆକର୍ଡିଂ ଟୁ ସାହାଲିନ୍ କହିଲେ ଦେୟାର କ୍ୟାନ୍ ବି 3 kinds of reciprocity। ସାହାଲିନ୍ କହିଲେ 3 ପ୍ରକାର ରେସିପ୍ରୋସିଟି ବା ନେଣ ଦେଣ କାର୍ଯ୍ୟ ହୋଇଥାଏ। ଗୋଟେ ଜେନେରାଲାଇଜ, ଗୋଟେ ହେଲା ବାଲାନ୍ସ ଆଉ ଗୋଟେ ହେଲା ନେଗେଟିଭ। Reciprocity କହିଲେ କ'ଣ ନା reciprocity refers to those exchange that take place directly obtained between parties that are in the relationship। ତେଣୁ ଏହା ପ୍ରାୟ ସମସ୍ତ ସମୟରେ ଗୋଟେ ପାର୍ଟି ବା ଗୋଟେ ଗ୍ରୁପ ସହିତ ଆଉ ଗୋଟେ ଗ୍ରୁପର ବା ଜଣେ ବ୍ୟକ୍ତି ସହିତ ଆଉ ଜଣେ ବ୍ୟକ୍ତିର ନେଣ ଦେଣକୁ ଏକ୍ସଚେଞ୍ଜ କୁହାଯାଏ ରେସିପ୍ରୋସିଟି। କିଛି ଦେଲେ କିଛି ନେବେ। ତେଣୁ ଆମେ ଯଦି ଆଦିବାସୀ ସମାଜରେ ବର୍ତ୍ତମାନ ଦେଖିବା, ବିଭିନ୍ନ ଜାଗାକୁ ଯିବା, ସେଠାରେ ସେମାନେ ନିଜର ଉତ୍ପାଦିତ ଚାଉଳ ଦେଇ ଅନ୍ୟ ଜିନିଷ ଖରିଦାରୀ କରନ୍ତି ବା ଅନ୍ୟ ଜିନିଷ କିଣିଥାନ୍ତି। କିଛି ଜାଗାରେ ଦେଖିବା ଯେ କୌଣସି ବସ୍ତୁ ଦେଇକି ଅନ୍ୟ ଏକ ବସ୍ତୁ ସେମାନେ ଖରିଦ କରନ୍ତି ତାଙ୍କ ଜୀବନ ଜୀବିକା ପାଇଁ, ତାଙ୍କ ନିଜ ଚଳଣି ପାଇଁ। ତେଣୁ ସେମାନେ ଗୋଟେ ଗୁଡ୍ସ ଏଗେନଷ୍ଟ ଗୁଡ୍ସ ଦେଲେ ବା ଦ୍ରବ୍ୟ ବଦଳରେ ଦ୍ରବ୍ୟ ଦେଇ ତାଙ୍କ ଭିତରେ ନେଣ ଦେଣ କରିଥାନ୍ତି। ଏଥିରେ କ'ଣ ହେଉଛି ନା ଗୋଟେ ଇମୋସନାଲ ବା ଆବେଗିକ ସମ୍ପର୍କ ନିହିତ ଥାଏ। ଆବେଗିକ ସମ୍ପର୍କ ନିହିତ ଥାଏ। କାହାର ଆବଶ୍ୟକ କ'ଣ ସେମାନେ ସେହି ଅନୁସାରେ ନିଜର ଦ୍ରବ୍ୟକୁ ପରସ୍ପର ଭିତରେ ବା ପରସ୍ପର ମଧ୍ୟରେ ବଣ୍ଟନ କରିଥାନ୍ତି। Balance reciprocity is where there is a careful comparison of the value of the items exchange। ତେଣୁ ବାଲାନ୍ସ ରେସିପ୍ରୋସିଟି କହିଲେ ଜଣେ ବ୍ୟକ୍ତି ଯେଉଁ ମୂଲ୍ୟର ଗୋଟେ ଦ୍ରବ୍ୟ ଦେବ ଠିକ୍ ସେଇ ମୂଲ୍ୟର ସେ ବ୍ୟକ୍ତି ଦ୍ରବ୍ୟ ଗ୍ରହଣ କରିବ ଅନ୍ୟ ବ୍ୟକ୍ତି ପାଖରୁ। ତେଣୁ ତାହାକୁ ବାଟାର ସିଷ୍ଟମ ମଧ୍ୟ କହନ୍ତି ବା ଦ୍ରବ୍ୟ ବିନିମୟରେ ଦ୍ରବ୍ୟର ଆଦାନ ପ୍ରଦାନ ହୋଇଥାଏ ବୋଲି କୁହାଯାଏ। ନେଗେଟିଭ ରେସିପ୍ରୋସିଟି ଇଜ ଦ ବାଲାନ୍ସିଂ ଅଫ ପାୱାର ଏଗେନ୍ଷ୍ଟ ଗୁଡ୍ସ ଲାଇକ୍ when a tribute is made to a chief or offering are made to a shaman or even to a deity। ତେଣୁ ନେଗେଟିଭ ରେସିପ୍ରୋସିଟି ଆମେ ଯେତେବେଳେ ଗୋଟେ ଜିନିଷ ଦେଇ ଦେଉଛୁ, ଗୋଟେ ପାୱାର ଏଗେନ୍ଷ୍ଟ ଗୁଡ୍ସ ଦେଉଛୁ, ଜଣଙ୍କର ଶକ୍ତି ଜଣକ ସୁରକ୍ଷା ଦେବ, ସେ ବ୍ୟକ୍ତିକୁ ଆମେ କୌଣସି ଗୁଡ୍ସ ବା କୌଣସି ଦ୍ରବ୍ୟ ଆମେ ଦେଉଛୁ। ବା ଜଣେ ଯେମିତି ସାମାନ କହୁଛୁ, ସାମାନ ହେଉଛି କ'ଣ ନା ଯାହା ଦେହରେ ବା ଯାହା ମୁଣ୍ଡରେ କୌଣସି ପ୍ରକାର କାଳିସୀ ଲାଗନ୍ତି। ଏମିତି ଆଦିବାସୀ ସମାଜରେ ଯେମିତି ଆମର ପରଜା ସୋସାଇଟି, କୋରାପୁଟର ପରଜା ସୋସାଇଟି ଅଛନ୍ତି, ପରଜା ସମାଜ, ସେଥିରେ ଗୁରୁମାଇ ହେଉଛନ୍ତି ତାଙ୍କ ସମାନ। ଏବଂ ଆମର କନ୍ଧ ସମାଜ ଯଦି ଦେଖିବା ତାହେଲେ ବେଜୁ ବେଜୁଣୀ ଏମାନଙ୍କୁ ସମାନ କୁହାଯାଏ। ସେମାନେ ବିଶ୍ୱାସ ରଖନ୍ତି ଯେ ଏଇ ବେଜୁ ବେଜୁଣୀ ବା ଗୁରୁମାଇଙ୍କ ମୁଣ୍ଡରେ ଭଗବାନଙ୍କର ଆଶୀର୍ବାଦ ଅଛି ଏବଂ ଭଗବାନ ନିଜେ ତାଙ୍କ ମୁଣ୍ଡରେ ତାଙ୍କ ଦେହ ଭିତରକୁ ଆସି ତାଙ୍କ ମୁଣ୍ଡକୁ ଆସି ସେମାନଙ୍କୁ କୌଣସି କାର୍ଯ୍ୟ କରିବାରେ ବା ସମାଜର କୌଣସି ହିତ କରିବାରେ ସାହାଯ୍ୟ କରନ୍ତି। ଜଣେ ବ୍ୟକ୍ତି ଯଦି ସେ ସମାଜରେ
କୌଣସି ପ୍ରକାର ରୋଗ ବୈରାଗ୍ୟରେ ପଡ଼ନ୍ତି ବା କୌଣସି ପ୍ରକାର ଅସୁବିଧାରେ ପଡ଼ନ୍ତି ତାହେଲେ ସେ ଗୁରୁମାଇଙ୍କ ପାଖକୁ ବା ସାମାନଙ୍କ ପାଖକୁ ଯାଇଥାନ୍ତି ଏବଂ ସାମାନ ତାଙ୍କ ନିଜେ ମେଡିଟେସନରେ ବସି ଧ୍ୟାନରେ ବସି ଭଗବାନଙ୍କୁ ବା ତାଙ୍କ ନିର୍ଦ୍ଦିଷ୍ଟ ଠାକୁରଙ୍କୁ ସେ ଆବାହନ କରନ୍ତି ଏବଂ ସେ ଠାକୁରଙ୍କ ଜରିଆରେ ତାଙ୍କର ସମସ୍ୟାର ସମାଧାନ କରିପାରନ୍ତି। ତେଣୁ ସେଥିପାଇଁ ସେ କିଛି ପାରିଶ୍ରମିକ ବା କିଛି ଦ୍ରବ୍ୟ ଦିଅନ୍ତି ତାଙ୍କୁ ଏବଂ ସେହି ଦ୍ରବ୍ୟ ବଳରେ ସେ ନିଜର ଜୀବିକା ଅର୍ଜନ କରନ୍ତି। ଜଣେ ଭଗବାନଙ୍କୁ ଯଦି ସେ କିଛି ଦ୍ରବ୍ୟ ବା କିଛି ଜିନିଷ ଦାନ କରୁ ତାହେଲେ ବି ତାକୁ ନେଗେଟିଭ ରେସିପ୍ରୋସିଟି କୁହାଯାଏ। ତେଣୁ ଆମ କୌଣସି ଦ୍ରବ୍ୟ ଭିତରେ ଆଶୀର୍ବାଦ ନେଉଛୁ ବା ଦ୍ରବ୍ୟ ବଦଳରେ ଆମେ କୌଣସି ସହଯୋଗ ନେଉଛୁ ବା ଶୁଭକାମନା ନେଉଛୁ ତାହେଲେ ତାକୁ ନେଗେଟିଭ ରେସିପ୍ରୋସିଟି ବୋଲି କୁହାଯାଏ। Here the goods are exchanged for favor and as a negotiation of the superiority of the other person। ତେଣୁ ପ୍ରତ୍ୟେକ ବ୍ୟକ୍ତିର ତାର ଯେଉଁ ତାର ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କର ସୁପରିୟରିଟି ବା ତାର ଅଥରିଟି ବା ତାର କୌଣସି ପ୍ରକାର କାର୍ଯ୍ୟକୁ ସମ୍ମାନ ଦେଇ ଯଦି କିଛି ଦାନ କଲା କିଛି ପ୍ରଦାନ କଲା ତାକୁ କହନ୍ତି ନେଗେଟିଭ ରେସିପ୍ରୋସିଟି। ସେରିମୋନିଆଲ ଏକ୍ସଚେଞ୍ଜ ଆମର ସେରିମୋନିଆଲ ଏକ୍ସଚେଞ୍ଜ ଗୋଟେ ନିର୍ଦ୍ଦିଷ୍ଟ ସେରିମୋନିରେ ବା ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ବା ଗୋଟେ ନିର୍ଦ୍ଦିଷ୍ଟ ରିଚୁଆଲ୍ସରେ ନିର୍ଦ୍ଦିଷ୍ଟ ଧାର୍ମିକ କାର୍ଯ୍ୟରେ ବା ଅନ୍ୟ କିଛି କାର୍ଯ୍ୟରେ ସାମାଜିକ କାର୍ଯ୍ୟରେ କିଛି ଜିନିଷ ଆଦାନ ପ୍ରଦାନ କରିବାକୁ ସେରିମୋନିଆଲ ଏକ୍ସଚେଞ୍ଜ କୁହାଯାଏ। ସେଥିପାଇଁ ଆମର ଟ୍ରବିରାଣ୍ଡ ଆଇଲ୍ୟାଣ୍ଡ ଉପରେ ଅଧ୍ୟୟନ କରିଥିଲେ ମାନିଲୋସ୍କି। ତେଣୁ ମାଲିନୋସ୍କି ଅଧ୍ୟୟନ କରି ଟ୍ରବିରାଣ୍ଡ ଆଇଲ୍ୟାଣ୍ଡ ବୁଝିଲେ ଯେ କୁଲାରିଂ ଗୋଟେ ଏକ୍ସଚେଞ୍ଜ ଗୋଟେ ସେରିମୋନିଆଲ ଏକ୍ସଚେଞ୍ଜ ଯାହାକି ଜଣେ ବ୍ୟକ୍ତିକୁ ତାର ନିଜର ପାୱାର ପାଇଁ ବା ହେଡମ୍ୟାନକୁ ବା ଯେଉଁ ଦଳର ମୁଖିଆ ବା ଯେଉଁ ନିଜର ଗୋଟେ ଭୂଖଣ୍ଡର ମୁଖ୍ୟକୁ ଅନ୍ୟ ଗୋଟେ ଭୂଖଣ୍ଡର ମୁଖ୍ୟ ଆଦାନ ପ୍ରଦାନ କରିଥାନ୍ତି। ସେଥିରେ ପରସ୍ପର ଭିତରେ ସମ୍ପର୍କ ନିବିଡ଼ ହୁଏ ଏବଂ ପଲିଟିକାଲି ବା ଗୋଟେ ଶାସନର ଏବଂ ସମାଜର ଗୋଟେ ସମ୍ପର୍କ ସ୍ଥାପିତ ହୁଏ। ତାହା ଇକୋନୋମିକ ସାମାଜିକ ସମ୍ପର୍କ ଏବଂ ଅର୍ଥନୈତିକ ସମ୍ପର୍କ ଏବଂ ରାଜନୈତିକ ସମ୍ପର୍କ ସୁଦୃଢ଼ ହୋଇଥାଏ। ସେଥିପାଇଁ ପରସ୍ପର ଭିତରେ ସେମାନେ ଦିଅନ୍ତି ଯେଉଁ ଏକ୍ସଚେଞ୍ଜ କରନ୍ତି। ସେଥିପାଇଁ ମାଲିନୋସ୍କି ନିଜର ଆର୍ଗୋନଟ୍ସ ଅଫ୍ ୱେଷ୍ଟର୍ଣ୍ଣ ସ୍ପେସିଫିକ୍ ବହିରେ ତାହା ବର୍ଣ୍ଣନା କରିଛନ୍ତି ଏବଂ ସେଇ ଏକ୍ସଚେଞ୍ଜ ସିଷ୍ଟମକୁ ବା ସେଇ ପ୍ରକାର ନେଣ ଦେଣ ପ୍ରକ୍ରିୟାକୁ କେମିତି ବର୍ଣ୍ଣନା କରିଛନ୍ତି ଏବଂ ତାହା ନିଜର ଗୋଟେ ସାମାଜିକ ପ୍ରତିଷ୍ଠା ପାଇଁ ସାମାଜିକ ଚଳଣି ପାଇଁ ଜୀବନ ଜୀବିକାର ପ୍ରତ୍ୟେକ ମୁହୂର୍ତ୍ତରେ ନେଣ ଦେଣ ପାଇଁ ତାହା ଅନୁଷ୍ଠିତ ହୋଇଥାଏ କୁଲାରିଂ ସିଷ୍ଟମ। ପଲିଟିକାଲ ଇନଷ୍ଟିଚ୍ୟୁସନ ଯଦି ଆମେ ଅଧ୍ୟୟନ କରିବା ବା ରାଜନୈତିକ ଅନୁଷ୍ଠାନ ଯଦି ଆମେ ଅଧ୍ୟୟନ କରିବା ଗୋଟେ ସମାଜରେ ରାଜନୈତିକ ଅନୁଷ୍ଠାନ ନିହିତ ଥାଏ। କାରଣ ସେଇ ରାଜନୈତିକ ଅନୁଷ୍ଠାନ ଗୋଟେ ଛୋଟ ସମାଜ ହଉ ବା ଗୋଟେ ବଡ଼ ସମାଜ ହଉ ରାଜନୈତିକ ଅନୁଷ୍ଠାନର ଆବଶ୍ୟକତା ଅଛି। କାରଣ ସେଇ ରାଜନୈତିକ ଅନୁଷ୍ଠାନ ଗୋଟେ ସମାଜକୁ ସୁପରିଚାଳିତ ଢଙ୍ଗରେ ନିର୍ଦ୍ଦିଷ୍ଟ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ କରିବାରେ ସହଯୋଗ କରିଥାଏ। ତେଣୁ ତାକୁ ପଲିଟିକାଲ ଇନଷ୍ଟିଚ୍ୟୁସନ ବା ରାଜନୈତିକ ଅନୁଷ୍ଠାନ କୁହାଯାଏ ଏବଂ ଏହି ରାଜନୈତିକ ଅନୁଷ୍ଠାନରେ ଗୋଟେ ନିର୍ଦ୍ଦିଷ୍ଟ ସିଷ୍ଟମ ବା ନିର୍ଦ୍ଦିଷ୍ଟ ପ୍ରଣାଳୀରେ ତାହା କାର୍ଯ୍ୟ କରିଥାଏ। ତେଣୁ କୌଣସି ଜିନିଷ ବା କୌଣସି ନିୟମ ଯଦି ତାକୁ ଇନପୁଟ କରାଯାଏ ତା ମଧ୍ୟରେ ପ୍ରବେଶ କରାଯାଏ ତାହେଲେ ସେଇ ପ୍ରତ୍ୟେକ ନିୟମକୁ ପ୍ରତ୍ୟେକ ବ୍ୟକ୍ତି ସମାଜର ପ୍ରତ୍ୟେକ ବ୍ୟକ୍ତି ଶୃଙ୍ଖଳିତ ଢଙ୍ଗରେ ମାନିଥାନ୍ତି ବା ଶୃଙ୍ଖଳିତ ଢଙ୍ଗରେ ତା ଅନୁସରଣ କରନ୍ତି। ତେଣୁ ପଲିଟିକାଲ ଲାଇଫ୍ ଯଦି ଆମେ କହିବା ଏନଭାୟରମେଣ୍ଟ ଗୋଟେ ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥାନରେ ନିର୍ଦ୍ଦିଷ୍ଟ ପରିବେଶରେ ଓ ନିର୍ଦ୍ଦିଷ୍ଟ ସାମାଜିକ ଅନୁଷ୍ଠାନ ନିର୍ଦ୍ଦିଷ୍ଟ ସମାଜରେ ତାହା ଶୃଙ୍ଖଳିତ ଢଙ୍ଗରେ ବା ପର୍ଯ୍ୟାୟକ୍ରମେ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ କରିବାର ନିୟମକୁ ପଲିଟିକାଲ ସିଷ୍ଟମ ବା ପଲିଟିକାଲ ଇନଷ୍ଟିଚ୍ୟୁସନ ସହଯୋଗ କରିଥାଏ। ତେଣୁ all societies comprise individuals but social norms of the rules bind the people together often require that one has to rise above individual interests and pay heed to the group above oneself। ତେଣୁ ପ୍ରତ୍ୟେକ ସମାଜ ପ୍ରତ୍ୟେକ ସୋସାଇଟି ଗୋଟେ ନିର୍ଦ୍ଦିଷ୍ଟ ଢଙ୍ଗରେ ପରିଚାଳିତ ହୁଏ। କାହିଁକି ନା ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ସୋସାଇଟି ତାହା ବ୍ୟକ୍ତିମାନଙ୍କର ସମଷ୍ଟି ଏବଂ ପ୍ରତ୍ୟେକ ବ୍ୟକ୍ତି ନିର୍ଦ୍ଦିଷ୍ଟ ଢଙ୍ଗରେ ନିର୍ଦ୍ଦିଷ୍ଟ ରୂପରେ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାରରେ ସୁପରିଚାଳିତ ହେବା ପାଇଁ ଗୋଟେ କଣ୍ଟ୍ରୋଲିଂ ଅଥରିଟି ବା ତାକୁ ଶୃଙ୍ଖଳିତ କରିବା ପାଇଁ ଗୋଟେ ଶୃଙ୍ଖଳିତ ଶକ୍ତି ଦରକାର ବା ଶୃଙ୍ଖଳିତ ଶକ୍ତି କିଏ ନା ଶୃଙ୍ଖଳିତ ଶକ୍ତି ହେଉଛି ପଲିଟିକାଲ ଇନଷ୍ଟିଚ୍ୟୁସନ। ଏହି ପଲିଟିକାଲ ଇନଷ୍ଟିଚ୍ୟୁସନ ବା ରାଜନୈତିକ ଅନୁଷ୍ଠାନରେ ବିଭିନ୍ନ ନିୟମ ଥାଏ ବିଭିନ୍ନ ଭାବଧାରା ଥାଏ ଯାହା ସଂସ୍କୃତିକୁ ସୁହାଇଲା ଭଳି ନିୟମ ଗୁଡ଼ିକ ଗୁନ୍ଥି ହେଇଥାଏ
এবং সেই ସଂସ୍କୃତି ନିୟମ ଅନୁସାରେ ପରସ୍ପର ବା ପ୍ରତ୍ୟେକ ବ୍ୟକ୍ତି ପରିଚାଳିତ ହୁଅନ୍ତି। ସେଥିରେ ଗୋଟେ ନିର୍ଦ୍ଦିଷ୍ଟ ମୁଖ୍ୟ ବା ସେଇ ପଲିଟିକାଲ ଅର୍ଗାନାଇଜେସନ ବା ରାଜନୈତିକ ଅନୁଷ୍ଠାନର ଜଣେ ମୁଖ୍ୟ ବ୍ୟକ୍ତି ଥାଏ, ଯାହା ଦ୍ୱାରା ଗୋଟେ ପାୱାର ଥାଏ ବା ଯାହା ପାଖରେ ଗୋଟେ ଶକ୍ତି ନିହିତ ଥାଏ ବା ଗୋଟେ ସମାଜର ସ୍ଥାନ ନିହିତ ଥାଏ, ଯିଏ ସମାଜକୁ ପରିଚାଳିତ କରିବାରେ ସାହାଯ୍ୟ କରନ୍ତି ଏବଂ ଯିଏ ସମାଜକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ କରିବାରେ ନିଜର ନିୟମକୁ ଲାଗୁ କରନ୍ତି। ତେଣୁ ଏଥିରେ କ'ଣ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସମାଜର ପ୍ରତ୍ୟେକ ସଦସ୍ୟ ସେଥିରେ ନିର୍ଦ୍ଦିଷ୍ଟ ନିୟମରେ ପରିଚାଳିତ ହେବାକୁ ବାଧ୍ୟ। Depending upon the nature of complexity of society, one may form a typology of political institution। ତେଣୁ କମ୍ପ୍ଲେକ୍ସିଟି ଅନୁସାରେ ସମାଜର ବିଭିନ୍ନତା ଅନୁସାରେ ଏବଂ ସରଳ ସମାଜ ଏବଂ ବିଭିନ୍ନ ବର୍ତ୍ତମାନ କମ୍ପ୍ଲେକ୍ସ ସୋସାଇଟି ବା ଜଟିଳ ସମାଜ ଓ ସରଳ ସମାଜ ଭିତରେ ପାର୍ଥକ୍ୟ ରହିଛି ଯେ ସରଳ ସମାଜରେ ପଲିଟିକାଲ ଇସ୍ୟୁ ଅତି ସରଳ ଏବଂ ପ୍ରତ୍ୟେକ ନିୟମକୁ ମାନିବା ଏବଂ ଲାଗୁ କରିବା ଅତି ସରଳ ଏବଂ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ନିୟମ ସହିତ ଓତପ୍ରୋତ ଭାବରେ ଜଡ଼ିତ ଥାନ୍ତି। କାରଣ ସିମ୍ପଲ ସୋସାଇଟି ଗୋଟେ ସ୍ମଲ ସୋସାଇଟି ବା ଗୋଟେ ସମାଜ ଅତି ସ୍ୱଳ୍ପ ଓ ଛୋଟ ସମାଜ ହେଇଥାଏ। କିନ୍ତୁ କମ୍ପ୍ଲେକ୍ସ ସୋସାଇଟି ବିଭିନ୍ନ ପ୍ରକାର ଲୋକ, ବିଭିନ୍ନ ପ୍ରକାର ଜୀବନ ଜୀବିକାର ଲୋକ ସେଥିରେ ଥାନ୍ତି। ତେଣୁ ତାଙ୍କ ଭିତରେ ପର୍ଯ୍ୟାୟକ୍ରମେ କୌଣସି କାମ କରିବାକୁ ବା ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ କରିବାକୁ କିଛି ନୂଆ ନୂଆ ନିୟମର ଲାଗୁ କରାଯାଏ ବା ନୂଆ ନିୟମର ଆବିର୍ଭାବ ହୁଏ। ତେଣୁ ଆମେ ଯଦି ଦେଖିବା ଗୋଟେ ବ୍ୟାଣ୍ଡ ସୋସାଇଟି ଗୋଟେ ସରଳ ସୋସାଇଟି ଯୋଉଟାକି ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆବଦ୍ଧ ହେଇକି ବ୍ୟାଣ୍ଡ ସୋସାଇଟି ଥାନ୍ତି ଏବଂ ସେଥିରେ ନିୟମ ଗୁଡ଼ିକ ଅତି ସରଳ ଏବଂ ପ୍ରତ୍ୟେକ ବ୍ୟକ୍ତି ସହିତ ଯେହେତୁ ମୁହଁରେ ଚିହ୍ନିତ ବା ଅତି ପାଖରୁ ଚିହ୍ନିତ ବା ପରସ୍ପର କ୍ଲୋଜ ରିଲେଟେଡ୍ ପରସ୍ପର ସମ୍ପର୍କିତ, ତେଣୁ ସେଥିରେ ନିୟମ ଗୁଡ଼ିକ ଓରାଲ ନିୟମ ଥାଏ ବା ମୁଖ ନିଃସୃତ ନିୟମ ଗୁଡ଼ିକ ଥାଏ। ଲିନିୟର ସୋସାଇଟି ସେମିତି ଗୋଟେ କଲଚରକୁ ବା ସଂସ୍କୃତିକୁ ସୁହାଇଲା ଭଳିଆ ବିଭିନ୍ନ ପ୍ରକାର ନିୟମ ଥାଏ। ଚିଫଡମରେ କିନ୍ତୁ ଯେ ମୁଖ୍ୟ ଥାଏ, ମୁଖ୍ୟଙ୍କର କିଛି ନିର୍ଦ୍ଦିଷ୍ଟ ନିୟମ ଥାଏ ଏବଂ ସେ ନିୟମର ଭାବଧାରାରେ ସମସ୍ତେ ଅନୁପ୍ରାଣିତ ହୋଇ ସମସ୍ତେ ମାନିବାକୁ ବାଧ୍ୟ ହୁଅନ୍ତି ବା ସମସ୍ତେ ନିର୍ଦ୍ଦିଷ୍ଟ ନିୟମରେ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ ହୁଅନ୍ତି। ଷ୍ଟେଟର ନିୟମ ରିଟିନ୍ ରେକର୍ଡ ଥାଏ ବା ରିଟିନ୍ ନିୟମ ଥାଏ, ଯାହା ଆଇନ ଆକାରରେ ଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ସେଥିରେ ମାନିବାକୁ ବାଧ୍ୟ ଏବଂ ଗୋଟେ ସମାଜକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ କରିବା ପାଇଁ ସେ ନିୟମର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ଆବଶ୍ୟକତା ଥାଏ ବା ଅତି ଗଭୀର ଭାବରେ ଆବଶ୍ୟକ ଥାଏ। The term cephalous societies means the society without organizing state or political organization। ତେଣୁ ଆମେ ଯଦି ସେଫାଲସ୍ ସୋସାଇଟି କଥା କହିବା, ଯୋଉଠି ଅର୍ଗାନାଇଜ ପାରିନଥାଏ କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ସଦସ୍ୟ ଗୋଟେ ନିୟମକୁ ଖୁବ୍ ଭଲ ଭାବରେ ବା ସୁନ୍ଦର ଭାବରେ ତାହା ମାନିଥାନ୍ତି ବା ସୁନ୍ଦର ଭାବରେ ସେଥିରେ ପରିଚାଳିତ ହୁଅନ୍ତି। ତେଣୁ ଆମେ ଦେଖିବା ଯେ ବିଭିନ୍ନ ଆଫ୍ରିକାନ କଣ୍ଟ୍ରି ଉପରେ ଅଧ୍ୟୟନ କରିଛନ୍ତି ଇଭାନ୍ସ ପ୍ରିଚର୍ଡ, ମେୟର, ଫୋର୍ସ ଏବଂ ସେମାନେ ତାହା ବିଭିନ୍ନ ପ୍ରକାର ନିୟମ ଏବଂ ନିୟମର ବିଭିନ୍ନତା, ନିୟମର ପାଳନର ବିଭିନ୍ନତାକୁ ସେ ସୂଚାଇଛନ୍ତି ତାଙ୍କର ନିଜର ଅଧ୍ୟୟନ ମାଧ୍ୟମରେ ବା ନିଜର ସନ୍ଦର୍ଭ ମାଧ୍ୟମରେ। ବ୍ୟାଣ୍ଡ ଟ୍ରାଇବ୍ ଇଜ୍ ଏ ଫେସ୍ ଟୁ ଫେସ୍ ପ୍ରାଇମେରୀ ଗ୍ରୁପ୍ ଟାଇପ୍ସ। ସେମାନେ ମୁହଁ ପରସ୍ପର ଦେଖା ସାକ୍ଷାତ ହୁଅନ୍ତି ଏବଂ ଛୋଟ ଗ୍ରୁପରେ ରହନ୍ତି ଏବଂ ସମସ୍ତେ ନିଜେ ନିର୍ଦ୍ଦିଷ୍ଟ ଢଙ୍ଗରେ ପରସ୍ପର ପରିଚାଳିତ ହୁଅନ୍ତି ଏବଂ ସେଟା ତାଙ୍କର ମୁଖ ନିଃସୃତ ନିୟମ ଏବଂ ସମସ୍ତେ ଯେହେତୁ ସମ୍ପର୍କିତ ରିଲେସନସିପ୍ ସମସ୍ତଙ୍କ ପାଖରେ ଥାଏ, ତେଣୁ ସମସ୍ତ ବ୍ୟକ୍ତି ଗୋଟେ ନିର୍ଦ୍ଦିଷ୍ଟ ନିୟମ ମାନିବାରେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ତେଣୁ ସିନିୟର ଲୋକ ସେ ଗ୍ରୁପରେ ତାଙ୍କର ଅଥରିଟି ବୋଲି ସେମାନେ ଅଭିହିତ ହୁଅନ୍ତି ଏବଂ ତାଙ୍କର ନିୟମ ଅନୁସାରେ ଗୋଟେ ପଲିଟିକାଲ ଇନଷ୍ଟିଟ୍ୟୁସନ ବା ପଲିଟିକାଲି ସେମାନେ ଫଙ୍କସନ ହୋଇଥାନ୍ତି ବା କାର୍ଯ୍ୟକ୍ଷମ ହୋଇଥାନ୍ତି। লিনিয়েজ ହେଉଛି ଗୋଟେ ବଂଶ ଗ୍ରୁପ ବା ବଂଶର ଗୋଟେ ନିର୍ଦ୍ଦିଷ୍ଟ ଗ୍ରୁପର ଲୋକ ଯେଉଁମାନେ କି ପରସ୍ପର ଭିତରେ କନସାଗୁଇନାଲି ବା ରକ୍ତଗତ ଭାବେ ସମ୍ପର୍କିତ ବୋଲି ସେମାନେ ବିଶ୍ୱାସ କରନ୍ତି। ତେଣୁ ସେଠି ଇଭାନ୍ସ ପ୍ରିଚର୍ଡ ନିୟର ସୋସାଇଟି ଉପରେ ଗୋଟେ ସୁନ୍ଦର ଭାବରେ ଅଧ୍ୟୟନ କରିଛନ୍ତି, ଯେଉଁଥିରେ ଗୋଟେ ଲିନିଏଜରେ ପ୍ରତ୍ୟେକ ବ୍ୟକ୍ତି ନିଜେ ରକ୍ତଗତ ସମ୍ପର୍କ ବୋଲି ଗୋଟେ ନିର୍ଦ୍ଦିଷ୍ଟ କାଇଣ୍ଡ ସେମାନେ ଡିସେଣ୍ଡାଣ୍ଟ ପାଖରୁ ଆସିଛନ୍ତି, ତେଣୁ ପରସ୍ପର ଭିତରେ ସମ୍ପର୍କିତ ବା ଜଣେ ପୂର୍ବପୁରୁଷଙ୍କ ପାଖରୁ ଆସିଛନ୍ତି ପରସ୍ପର ଭିତରେ ସମ୍ପର୍କିତ। ତେଣୁ ସମସ୍ତଙ୍କ ଭିତରେ ଗୋଟେ ଭାବର ଆଦାନ ପ୍ରଦାନ, ଗୋଟେ ନେଣ ଦେଣର ଆଦାନ ପ୍ରଦାନ, ଗୋଟେ ଜୀବନ ଜୀବିକାର ଆଦାନ ପ୍ରଦାନ ହେଇଥାଏ ଏବଂ ପରସ୍ପର ସେଥିରେ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ ହୋଇଥାନ୍ତି।
तेणु गोटे निर्दिष्ट नियम जमी किनशिप संपर्क हुए बा ज्ञाति संपर्क हुए से किए क्या सहित केमी संपर्क रेवी रेट कौन स्वर रेट कौन एवं लेवी रेट हूँ दियर विवाह को एवं स्वर रेट हूँ शाढ़ी विवाह को समाज को श्रृंखलित ढंग परिचालित करने नारी पुरुष उभयर आवश्यकता अच्छी आम परवर्ती स्टेज रे पढ़िया एवं से गोटे व्यक्ति समाज को केमी निजर आदान प्रदान बा निजर कंट्रीब्यूशन करता है निजर चिंताधारा निजर चलनी कंट्रीब्यूशन देता है से परिचालित हुए से निर्दिष्ट चिंताधारा निर्दिष्ट संस्कृति परिचालित हुए एवं समाज को किसी प्रदान करता है निजर कंट्रीब्यूशन आकार आम अध्ययन करूँ विभिन्न जगह विभिन्न आलोचना माध्यम आम आलोचना आनी सारी चिपडम जदि आम कह इगालिटेरियन सोसाइटी आम इगालिटेरियन सोसाइटी बहुत समय मिसकनसेप्ट थाए जे मिसकनसेप्शन थाए जे इगालिटेरियन सोसाइटी समस्ते समान ना ताहा नुहे इगालिटेरियन सोसाइटी को समस्त समानता अधिकार थाए समान अधिकार थाए गोटे नेचुरल रिसोर्सेस अवेलेबल रिसोर्सेस ऑफ द पर्टिकुलर जियोग्राफिकल एरिया गोटे निर्दिष्ट जियोग्राफिकल एरिया निर्दिष्ट भौगोलिक एरिया रे अवेलेबल थिबा बा से जगह निहित थिबा संपद उपरे समस्त समान अधिकार थाए एवं समान भाव में समस्ते ताको व्यवहार करेंगे बा दैनंदिन जीवन में व्यवहारिक दैनंदिन जीवन व्यवहारिक कार्य लगे पारे तेणु एठी समस्त व्यक्ति से एकत्रित हो गोटे निर्दिष्ट समाज नियम को पालन करती एवं निजक से संतुलित करती श्रृंखलित ढंग से परिचालित करती तेणु चिपडम हूँ गोटे अन्य एक सिस्टम जो थी कि प्रत्येक व्यक्ति सहित संपर्कित एवं चिपडम हूँ इगालिटेरियन सोसाइटी अपोजिट बा इगालिटेरियन सोसाइटी न या भितर हायरार्किकल सोसाइटी बा ऊपर तल पर्यंत विभिन्न स्तर विभिन्न प्रकार अथॉरिटी बा विभिन्न व्यक्ति विशेष निहित था गोटे समाज को सुंदर भाव श्रृंखलित ढंग परिचालित करने Reflection potlatch had become a synonymous with the specular display and actual comprise on the ambiguous collection the large amount of valuable items like yams, pigs, blanks as well as copper and also slaves to show his power and ability. तेणु चिपडम जी था जे मुख्य था कौन गोटे निर्दिष्ट भौगोलिक स्थान गोटे समाज से विभिन्न जिनस कलेक्शन करती विभिन्न जिनस नेण देण कर आनी था किसी जिनस लोक मैंने गिफ्ट आकार कौन गिफ्ट बा कौन पावर से प्रदान करते तेणु ये जो पुरस्कार आकार बा कौन प्रकार आवश्यक जिनस आकार प्रदान करते जन व्यक्तिर केते शक्तिशाली केते पावरफुल एवं तार पोजिशन कौन समाज रे ताहा ही ताहा अन्वय होता है तेणु प्रत्येक व्यक्ति सेठी लेजिटिमाइज करा जाए बा से माने आईन सिद्ध केते बा ताकर निर्दिष्ट आईन रे ताकर निर्दिष्ट सीमार निर्दिष्ट भौगोलिक स्थान आईन अनुसार केते सिद्ध ताहा परीक्षण करिथांती चिपडम सिस्टम रे तेणु यही जो गिफ्ट गिविंग सिस्टम बा कौन पुरस्कार देवार सिस्टम पोर्टलैज कह जाए स्टेट इट सेंट्रलाइज स्टेट appears when there is enough potential to produce a surplus to support non-producing elite. तेणु गोटे स्टेट कहले एक्चुअली स्टेट कहले हायरार्किकल सोसाइटी एथिरे अथॉरिटी माने विभिन्न स्तर रे विभिन्न जगह रे रही थाती तेणु एकाधिक अथॉरिटी थाती एवं शेष सुप्रीम अथॉरिटी थाती तेणु से स्तरीकरण अनुसार गोटे नियम जदि लागू हुए प्रत्येक व्यक्ति स्तरीकरण अनुसार कहा कोटा आवश्यक से अनुसार से परिचालित होती से समाज से ढंग परिचालित हुए तेणु आम जड़े अथॉरिटी जड़े सबऑर्डिनेट जड़े व्यक्ति विशेष एवं संपर्क तेणु संपर्क केमिति भाव में निर्दिष्ट ढंग से परिचालित होती और श्रृंखलित दिगरे परिचालित होती ताहा ही स्टेट समाज बा हायरार्किकल सोसाइटी आमको ज्ञान प्रदान करथाय तेणु एथिरे प्रत्येक व्यक्ति केमिति निर्दिष्ट ढंग से सुचारू रूप परिचालित होती ता स्टेट समाज तार हायरार्किकल सिस्टम रे बा तार स्तरीकरण सिस्टम रे ताको परिचालित करथाय हाइड्रोलिक सिविलाइजेशन आर स्टेट दैट originated on the bank of great rivers where
Perennial water of these rivers and the fertile banks were used for permanent cultivation based on the building of irrigation canals. ତେଣୁ ଆମେ ହାଇଡ୍ରୋଲିକ୍ ସିଭିଲାଇଜେସନ କାହା କହୁଛୁ ଯେଉଁଟା ଜଳ ଉପରେ ନିର୍ଭର କରୁଛନ୍ତି ନିର୍ଦ୍ଦିଷ୍ଟ ସମାଜ କୌଣସି ଏକ ନଦୀ କୂଳରେ ଗୋଟେ ସମାଜ ତିଷ୍ଠି ରହିଥାଏ ନଦୀ କୂଳରେ ନିଜର ଜୀବିକା ଅର୍ଜନ କରିବା ପାଇଁ ସେମାନେ କଲ୍ଟିଭେସନ କରିଥାନ୍ତି ଚାଷବାସ କରିକି ସେଠାରେ ସେମାନେ ସେ ନଦୀର ଜଳ ଉପରେ ନିର୍ଭର କରିଥାନ୍ତି however the labor that is used to make both dams and canals was later diverted by the elite to build their palaces and symbols of superiority like the pyramids and temples ତେଣୁ ସେଇ ଅଞ୍ଚଳରେ କିଛି ଇଲାଇଟ୍ ଲୋକ କିଛି ମୁଖ୍ୟ ଲୋକ ବା କିଛି ଧନିକ ଶ୍ରେଣୀର ଲୋକ ସେମାନେ ବିଭିନ୍ନ ପ୍ରକାର ଜିନିଷ ତିଆରି କଲେ ଯେମିତି ପିରାମିଡ୍ ତିଆରି କରିବା ଟେମ୍ପଲ ତିଆରି କରିବା ଆନ୍ସିଏଣ୍ଟ ଇଜିପ୍ଟର ସିଭିଲାଇଜେସନ ତିଆରି କରିବା ସିଭିଲାଇଜେସନର କନଷ୍ଟ୍ରକ୍ସନ କରିବା ବା ସିଭିଲାଇଜେସନର ଗଠନ କରିବା ଏଇସବୁ ଜିନିଷ କରିଥାନ୍ତି ଯାହାଫଳରେ ସେଥିରେ କ'ଣ ତାଙ୍କର ନିଜର ପାୱାର ଓ ଅଥରିଟି ସେମାନେ ଶୋ କରିଥାନ୍ତି ରିଲିଜିୟସ୍ ଇନଷ୍ଟିଟ୍ୟୁସନ୍ ଆମେ ଏବେ ଅଧ୍ୟୟନ କରିବା ରିଲିଜିୟସ୍ ଇନଷ୍ଟିଟ୍ୟୁସନ୍ ବା କୌଣସି ଧାର୍ମିକ ଅନୁଷ୍ଠାନ ସେମିତି ଗୋଟେ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ଯାହା ଯେମିତି କିନଷ୍ଟିପ୍ ଅନୁଷ୍ଠାନ ଏବଂ ଅନ୍ୟ ଅନୁଷ୍ଠାନ ପରି ରିଲିଜିୟନ୍ ଅନୁଷ୍ଠାନ ମଧ୍ୟ ସମାଜରେ ଅତି ଜରୁରୀ ହୋଇଥାଏ ଲାଇକ୍ କିନସିପ୍ ରିଲିଜିୟନ୍ is a essential aspect of human society. It is located in the special qualities of the human brain and capacity of Homo sapiens for abstract thinking and imagination. प्रत्येक व्यक्ति गोटे इमेजिनेशन रे गोटे काल्पनिक चिंताधारा रे गोटे आशा रे बंची रही थाए तेणु से आशा को साफल्य करिया को बा आशा को समस्त सब सफल करिया पई मनुष्य समाज अग्रसर हुए ता निज जीवन जीविका को से सब कार्यक्षम कर रखि थाए जोटा कि समाज गोटे बंची रहा पे सहयोग करे एवं मुख्य धारा ग्रहण करे थाए तेणु यह को समाज को संतुलन करिया निर्दिष्ट ढंग रे परिचालित करिवार गोटे निर्दिष्ट नियम को निर्दिष्ट ढंग रे सुपरिचालित करिया धर्म बा धार्मिक अनुष्ठान अति सहयोग करता है बा अति गभीर भाव में अति गूढ़ भाव में सहयोग करता है तेणु ताहा प्रत्येक मुहूर्त में गोटे समाज सुपरिचालित ढंग से गोटे निर्दिष्ट ढंग से परिचालित होता है जमीती गोटे मल्हार सोसाइटी आम देखा जदि कौन प्रकार व्यक्ति कौन कुकर्म करता कौन प्रकार खराब काम करता समाज द्वारा अस्वीकृति काम बा स्वीकृति न होइतिबा काम बा चोरी विद्या करथाय बा अन्य किछि करथाय ताकू से माने ठाकुरंक पाखरे ठाकुरंकर टांगिया द्वारा बा कोनोसी गरम पानी रे ठाकुरंकर नाम धरी सेतिरे परीक्षा करती बा सेतिरे से माने ताकू प्रमाण देवा पई कहिताती परवर्ती समय से व्यक्ति सेही जिनिस को व्यवहार करी प्रमाण देथाय एवं निजको निर्दोष साब्यस्त करिवारे सक्षम होइथाय यह द्वारा गोटे मनुष्य समाज रे साइकोलॉजिकली बा मनस्तात्विक चिंताधारा उपरे प्रभाव पकाई थाए कि मनुष्य मिछ कहवा ठीक नुहे बा कौनसी भूल काम करिवा बा समाज स्वीकृत नथिबा कार्य करिवा ठीक नुहे जहा कि समाज को शृंखलित ढंग रे परिचालित करिवारे संपूर्ण भाव में सहायता करथाय ए सोशल इंस्टीट्यूशन रिलीजन हैज बीन एनालाइज्ड सिवियर क्रिटिकल फंक्शंस ह्यूमन सोसाइटी The early ancient states like those Egypt, China, where theological state person ruler was regarded as divine. तेणु से माने भगवान को सहित भगवान को चिंताधारा सहित भगवान को किछि पावर सहित सब जिनस को संलग्न करती बा संपर्कित करती जहाँफल मनुष्यर विश्वास एवं तार कार्य विभिन्न ढंग से परिचालित होता है सुपरिचालित होता है एवं कस्मोलॉजिकल बेसिस रे बा भगवान प्रेजेंट भगवान अवस्थिति भगवान स्थिति अवस्थिति उपरे निर्भर करता है तेणु प्रत्येक व्यक्ति दान धर्म एवं विभिन्न प्रकार प्रार्थना उपरे निर्भर करता है तार निजर जीवन जीविका को शृंखलित ढंग से परिचालित करिया पाई तेणु गोटे मनुष्य समाज रे बा समाज रे गोटे सुंदर सामाजिक प्राणी गढ़ी तोड़े आमको धार्मिक अनुष्ठान अति सहज सहयोग करिथाय तेणु गोटे धार्मिक अनुष्ठान बहुत स्ट्रंग भाव में अति गूढ़ भाव में अति निबिड़ भाव में अन्य सब अनुष्ठान गुड़ी को सी परिचालित करिवारे सहायता करथांती दुर्खैम कहले
যে religion had theorized based on his analysis of totemic rituals of Australia Aborigines, what people regarded as religious is actually social. ତେଣୁ ଦୁର୍ଖେମ କହିଲେ ଯେ ରିଲିଜିଅନଟା ହେଉଛି ସାମାଜିକ, କାରଣ ଗୋଟେ ସମାଜକୁ ସୁପରିଚାଳିତ ଢଙ୍ଗରେ ପରିଚାଳନା କରିବା ପାଇଁ ତାର ଟୋଟେମିକ ଆଇଡିଆ ବା କୌଣସି ଗୋଟେ ବସ୍ତୁ ସହିତ ଜୀବନର ଧାରାକୁ, ସାମାଜିକର ଧାରାକୁ, ଆମର ଧାର୍ମିକ ଧାରାକୁ ସଂଲଗ୍ନ କରିବା ହେଉଛି ମୁଖ୍ୟ ଜିନିଷ, ଯାହାକି ସମାଜକୁ ସୁପରିଚାଳିତ ଢଙ୍ଗରେ ବା ସୁନ୍ଦର ଭାବରେ ପରିଚାଳିତ କରିବାରେ ସାହାଯ୍ୟ କରୁଛି। ଟୋଟେମ କହିଲେ କ'ଣ ନା ଗୋଟିଏ ଟୋଟେମ କହିଲେ ଗୋଟେ ନିର୍ଦ୍ଦିଷ୍ଟ କ୍ଲାନ ବା ଗୋତ୍ର ବା ବଂଶର ମଣିଷ ବିଶ୍ୱାସ କରନ୍ତି ଯେ ପୂର୍ବରୁ ଗୋଟେ କୌଣସି ଜୀବ ବା କୌଣସି ସ୍ଥାନରୁ ବା କୌଣସି ଗଛ ବା କୌଣସି ବସ୍ତୁରୁ ଜନ୍ମ ଲାଭ କରିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ସମାଜରେ ସେମାନେ ତିଷ୍ଠି ରହିଛନ୍ତି। ତେଣୁ ସେଇ ଯେଉଁ ଜିନିଷକୁ ସେମାନେ ଟୋଟେମିକ ଅବଜେକ୍ଟ ବା ତାଙ୍କର ପୂର୍ବପୁରୁଷର ଅଂଶ ବିଶେଷ ବା ସିମ୍ବଲ ବୋଲି ସେମାନେ ଗ୍ରହଣ କରନ୍ତି। ତେଣୁ ସେଇ ସିମ୍ବଲକୁ ବା ସେଇ ଅଂଶକୁ ସେମାନେ ପୂଜା କରିଥାନ୍ତି। ଆମେ ପରଜା ସମାଜରେ ଦେଖିବାକୁ ପାଇବା କୁଟନିମାଲ ପର୍ବତ ବୋଲି ଗୋଟେ ଆମର ନନ୍ଦପୁର ଅଞ୍ଚଳରେ, କୋରାପୁଟର ନନ୍ଦପୁର ଅଞ୍ଚଳରେ ଅବସ୍ଥିତ ଗୋଟେ ପର୍ବତ ବା ଗୋଟେ ପାହାଡ଼। ସେହି ପାହାଡ଼ରୁ ସେମାନେ ସମସ୍ତେ ଜନ୍ମଲାଭ କରିଛନ୍ତି ବୋଲି ପରଜାମାନେ ବିଶ୍ୱାସ କରନ୍ତି। ତେଣୁ ପରଜାମାନେ ସେ କୁଟନିମାଲ ପର୍ବତକୁ ନିଜର ଆନସେଷ୍ଟର ବା ଏନ୍ତୁଡ଼ିଶାଳ ବୋଲି ସେମାନେ ବିଶ୍ୱାସ କରନ୍ତି ଏବଂ ସେଠାରେ ତାକୁ ସେମାନେ ପୂଜା ଅର୍ଚ୍ଚନା କରିଥାନ୍ତି ଏବଂ ସେଠାରୁ ସେମାନେ ଗଛପତ୍ର ବା କୌଣସି ସେ ପାହାଡ଼କୁ କୌଣସି କ୍ଷତି ହେଲା ଭଳି କୌଣସି କାର୍ଯ୍ୟ କରିନଥାନ୍ତି। ଗଛପତ୍ର କାଟିବା କି ଅନ୍ୟ କୌଣସି ଜିନିଷ ଯାହାଦ୍ୱାରା ସେଇ ନିର୍ଦ୍ଦିଷ୍ଟ ପର୍ବତର କ୍ଷତି ହେବ ସେଥିପାଇଁ ସେମାନେ ସେଟାକୁ କ୍ଷତି ପହଞ୍ଚାଇ ନଥାନ୍ତି। ଏବଂ କିଛି ଅଂଶ ଅଛି ବେତଜଲା, ଯେଉଁ ଅଂଶରୁ ସେମାନେ ବିଭିନ୍ନ ପ୍ରକାର ବେତ ବା ଠାକୁରଙ୍କ ପାଇଁ ବେତ ସଂଗ୍ରହ କରିଥାନ୍ତି ଏବଂ ଆଉ କିଛି ଅଂଶ ଯେଉଁଠିକି ସେମାନେ ବିଭିନ୍ନ ପ୍ରକାର ମେଡିସିନାଲ ବା ଔଷଧୀୟ ସାମଗ୍ରୀ କଲେକ୍ସନ କରିଥାନ୍ତି ବା ସଂଗ୍ରହ କରିଥାନ୍ତି ନିଜର ଜୀବନ ସହିତ ବା କୌଣସି ରୋଗ ବୈରାଗ ହେଲେ ତାକୁ ବ୍ୟବହାର କରନ୍ତି ବା ସେଥିରେ ସେମାନେ ବ୍ୟବହାର କରି ନିଜ ଜୀବନରୁ ରୋଗମୁକ୍ତ କରିଥାନ୍ତି ବା ନିଜ ଜୀବନ ଜୀବିକାକୁ ବା ନିଜର ଜୀବନକୁ ନିଜର ବ୍ୟକ୍ତି ବିଶେଷକୁ ରୋଗମୁକ୍ତ କରିବାରେ ସହଯୋଗ କରିଥାଏ ସେଇ ନିର୍ଦ୍ଦିଷ୍ଟ ମେଡିସିନାଲ ପ୍ଲାଣ୍ଟ ବା ମେଡିସିନାଲ ଅଂଶ ବିଶେଷ ବା ଔଷଧୀୟ ଗୁଣ ଥିବା ଅଂଶ ବିଶେଷ, ଯେଉଁ ବୃକ୍ଷର ଅଂଶ ବିଶେଷକୁ ଚେର ହଉ ବା କୌଣସି ଫଳ ହଉ ବା କୌଣସି ବୃକ୍ଷର ଅବକଳ ହଉ ତାକୁ ସେମାନେ ବ୍ୟବହାର କରିଥାନ୍ତି। ତେଣୁ ସେହି ଯେଉଁ ନିର୍ଦ୍ଦିଷ୍ଟ ପର୍ବତଟିକୁ ତାଙ୍କର ଆନସେଷ୍ଟର ବା ତାକୁ ଟୋଟେମିକ ଏମ୍ବ୍ଲେମ୍ ବା ଟୋଟେମିକ ଚିହ୍ନ ବୋଲି ସେମାନେ ଧରନ୍ତି ଏବଂ ପୂର୍ବପୁରୁଷ ବୋଲି ମାନନ୍ତି ଏବଂ ସେ ହିଁ ତାଙ୍କ ଜୀବନକୁ ରୁଦ୍ଧିମନ୍ତ କରିଛି, ଆଜି ପର୍ଯ୍ୟନ୍ତ ବଞ୍ଚି ରହିବାରେ ସହଯୋଗ କରିଛି। ସେଥିପାଇଁ ସେମାନେ ନିର୍ଦ୍ଦିଷ୍ଟ ପାହାଡ଼କୁ ସେମାନେ ପୂଜା କରିଥାନ୍ତି। ଠିକ୍ ସେମିତି ଯଦି ଆମେ କନ୍ଧ ସମାଜକୁ ଅଧ୍ୟୟନ କରିବା ତାହେଲେ କନ୍ଧ ସମାଜ ସେମିତି ନିର୍ଦ୍ଦିଷ୍ଟ ପାହାଡ଼, ନିର୍ଦ୍ଦିଷ୍ଟ ପର୍ବତ, ନିର୍ଦ୍ଦିଷ୍ଟ ଝରଣା, ନିର୍ଦ୍ଦିଷ୍ଟ ମାଟିକୁ ସେମାନେ ପୂଜା କରିଥାନ୍ତି ଧରଣୀ ପେନୁ ବା ଟାଣା ପେନୁ ହିସାବରେ ଏବଂ ସ୍ୱରୂପେନୁ ବା ପାହାଡ଼ ଦେବତା ହିସାବରେ ଏବଂ ବିଭିନ୍ନ ଢଙ୍ଗରେ ତାକୁ ନିଜର ଜୀବନ ଜୀବିକା ସହିତ, ନିଜର ପରିଚର୍ୟା ସହିତ, ନିଜର ଚାଲିଚଳନ ସହିତ, ନିଜର ଭାବଧାରା ସହିତ ସାମିଲ କରିଥାନ୍ତି। ତେଣୁ ଏହି ରିଲିଜିଅନ ଅନୁଷ୍ଠାନଟି ବା ଧାର୍ମିକ ଅନୁଷ୍ଠାନଟି, ଧାର୍ମିକ ଚିନ୍ତାଧାରାଟି ଗୋଟେ ସମାଜକୁ ଶୃଙ୍ଖଳିତ ଢଙ୍ଗରେ, ଶୃଙ୍ଖଳିତ ଉପାୟରେ ପରିଚାଳିତ କରିବାରେ ସହଯୋଗ କରୁଛି। ଏହା ହିଁ ଆମର ମୁଖ୍ୟ ବିଷୟବସ୍ତୁ ଏହି ରିଲିଜିୟସ୍ ଇନଷ୍ଟିଟ୍ୟୁସନ ବା ଧାର୍ମିକ ଅନୁଷ୍ଠାନ ଅଧ୍ୟୟନ କରିବାର ମୂଳ ଲକ୍ଷ୍ୟ ବା ମୂଳ ଚିନ୍ତାଧାରା। ଏହି ରିଲିଜିୟସ୍ ଅନୁଷ୍ଠାନ ବା ଧାର୍ମିକ ଅନୁଷ୍ଠାନ ମାନଙ୍କରେ ଧାର୍ମିକ ସ୍ପେଶାଲିଷ୍ଟ ବା ଧାର୍ମିକ ଧର୍ମର ବିଭିନ୍ନ ପ୍ରକାର ସ୍ପେଶାଲିଷ୍ଟ ଅଛନ୍ତି, ବିଭିନ୍ନ ପ୍ରକାର କାର୍ଯ୍ୟକାରୀ ବ୍ୟକ୍ତି ଅଛନ୍ତି। ଯେଉଁ କାର୍ଯ୍ୟକାରୀ ବ୍ୟକ୍ତି ମାନଙ୍କୁ ଆମେ ବିଭିନ୍ନ ଭାଗରେ ବିଭକ୍ତ କରିଥାଉ, ଯେମିତି ସାମାନ, ବେଜୁ, ବେଜୁଣୀ, ସାମାନି, ଗୁରୁମାଇ, ଇଏ ଗୋଟେ ଯେଉଁମାନଙ୍କୁ ଆମେ କାଳିଶୀ ବୋଲି ଯେଉଁଟା ପୂର୍ବ ଓଡ଼ିଶାରେ ଆମେ କହିଥାଉ, ସେମିତି ତାଙ୍କ ମୁଣ୍ଡରେ ବା ତାଙ୍କ ଶରୀରରେ କୌଣସି ଭଗବାନଙ୍କର ସତ୍ତା ଆସି ତାଙ୍କ ଚିନ୍ତାଧାରାକୁ, ତାଙ୍କର ସମାଜର କିଛି ପରିବର୍ତ୍ତନ, ସମାଜର କିଛି ବିଶୃଙ୍ଖଳାକୁ ସମାଧାନ କରିବାରେ ସହଯୋଗ କରିଥାନ୍ତି। ତେଣୁ ତାଙ୍କ ମୁଣ୍ଡରେ ସେ ଭଗବାନ କେଲ୍ଲା କହିବେ। ଭଗବାନ କେଲ୍ଲା କହିଲେ ଭଗବାନ ବା ଠାକୁର ଠାକୁରାଣୀ ତାଙ୍କ ମୁଣ୍ଡରେ ଆସିକି ବା ତାଙ୍କ ଶରୀରରେ ଆସି ଆବିର୍ଭାବ ହୋଇଥାନ୍ତି ବା
ତାଙ୍କ ଶରୀରରେ ଆସି ତାହା ଲାଗିଥାନ୍ତି ଏବଂ ସେମାନେ ଜୀବନର ସମସ୍ତ କାର୍ଯ୍ୟକୁ ସେମାନେ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ କରିବାରେ ସହଯୋଗ କରନ୍ତି। ଏବଂ ଦ୍ୱିତୀୟରେ ହେଲା ପ୍ରିଷ୍ଟ ବା ପୂଜକ, ଯିଏ ଭଗବାନଙ୍କୁ ପୂଜା କରନ୍ତି ଏବଂ ଭଗବାନଙ୍କର ଅତି ନିକଟତର ବା ଯେଉଁ ଅଲମାଇଟି ବା ଠାକୁର ଠାକୁରାଣୀଙ୍କ ଅତି ନିକଟତର ବୋଲି ତାଙ୍କୁ ଅଭିହିତ କରାଯାଏ। ତାଙ୍କର କାର୍ଯ୍ୟକଳାପ ଏବଂ ମଣିଷର କାର୍ଯ୍ୟକଳାପକୁ ସୁଚାରୁ ପରିଚାଳିତ କରିବା ପାଇଁ ପ୍ରିଷ୍ଟ ଭଗବାନଙ୍କ ସହିତ ଏବଂ ଲୋକ ସମାଜ ସହିତ ଗୋଟେ ମଧ୍ୟରେ ରହି ଗୋଟେ ସମନ୍ୱୟ ସୃଷ୍ଟି କରନ୍ତି, ଯେଉଁଥିରେ କି ମଣିଷର ଭାବଧାରା ଚିନ୍ତାଧାରାଟା ଅତି ସୁନ୍ଦର ଭାବରେ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ ଭାବରେ ସହଯୋଗ ହୋଇଥାଏ ବା ତାଙ୍କୁ ସାହାଯ୍ୟ କରିଥାଏ। ଆମେ ଏବେ ପଢ଼ିବା ଯେ ଜେଣ୍ଡର କହିଲେ କ'ଣ ନା ଆମର ସମାଜରେ ଆମେ ବିଭିନ୍ନ ପ୍ରକାର ନାରୀ ପୁରୁଷ ନେଇ ସମାଜ ଗଠିତ ହୁଏ। ଆମେ ପରସ୍ପରକୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ପ୍ରକାର ଭାବଧାରା ବିଭିନ୍ନ ପ୍ରକାର ଚିନ୍ତାଧାରା ଆମେ ପରସ୍ପର ସହଯୋଗ କରୁ ଏବଂ ଆମର ଯେତେବେଳେ ଆମେ ସମାଜରେ ପ୍ରତ୍ୟେକ ସମାଜରେ ଦେଖିବା ନାରୀ ଓ ପୁରୁଷ ଦୁଇଟି ଅଙ୍ଗ ଏବଂ ପରସ୍ପର ସହଯୋଗରେ ଗୋଟେ ସମାଜ ଶୃଙ୍ଖଳିତ ଢଙ୍ଗରେ ପରିଚାଳିତ ହୁଏ ବୋଲି ଆମେ ଆଜି ପର୍ଯ୍ୟନ୍ତ ଅନୁମୟ କରିଛୁ। ଆଜି ପର୍ଯ୍ୟନ୍ତ ଆମେ ଅନୁମାନ କରିଛୁ ଏବଂ ଆମେ ରିଏଲାଇଜ୍ କଲୁଣି ମଧ୍ୟ, ତାକୁ ଆମେ ନିଜେ ମର୍ମେ ଅନୁଭବ ମଧ୍ୟ କଲୁ। ତେଣୁ ଏହି ଜେଣ୍ଡର ସହିତ ଗୋଟେ ସଂସ୍କୃତି ବା ଗୋଟେ ଲିଙ୍ଗ ସହିତ ଗୋଟେ ସଂସ୍କୃତିର ଆଦାନ ପ୍ରଦାନ ଭାବଧାରା ଅତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ଅତି ନିବିଡ଼ ଭାବରେ ଜଡ଼ିତ ଗୋଟେ ସମାଜକୁ ଆଗକୁ ନେବାକୁ ପରସ୍ପର ର ସହଯୋଗିତା ସହଭାଗିତା ଏକାନ୍ତ ଆବଶ୍ୟକତା ଥାଏ। A little boy crying after a fall or over losing a toy mostly comfort with the word don't cry boy don't cry। ତେଣୁ ଆମେ ଦେଖିବା ଗୋଟେ ସମାଜରେ ଯଦି ଗୋଟେ ପୁରୁଷ ଲୋକ ଅଛି, ଗୋଟେ ପୁଅ ପିଲାଟା ହଠାତ୍ ଖେଳୁ ଖେଳୁ ପଡ଼ିଗଲା, ତାହେଲେ କହିବେ ଯେ କାନ୍ଦ ନା, ଝିଅ ପିଲା ଭଳିଆ କ'ଣ କାନ୍ଦୁଛ? କିନ୍ତୁ ଝିଅ ପିଲା ହେଇଥିଲେ ଗୋଟେ ମାନେ ଅଲଗା ହେଇଥିବ ଏବଂ ପୁଅ ପିଲା ହେଇଥିଲେ ଅଲଗା ହେଇଥିବ, ଏଇ ଭାବର ଧାରାରେ ଆମ ସମାଜ ପରିଚାଳିତ। କିନ୍ତୁ ଏଠି କହିବାକୁ ଗଲେ ଯେ ଝିଅ ପିଲାକୁ କୌଣସି କଷ୍ଟ ହେଲା ବେଳେ ପୁଅ ପିଲାକୁ କଷ୍ଟ ହୁଏନି, ଏହା ସତ୍ୟ ନୁହେଁ। କାହିଁକି ନା ସମସ୍ତ ଗୋଟେ ରକ୍ତ ମାଂସ ଧରି ଶରୀର, ତେଣୁ ସମସ୍ତଙ୍କ ପାଖରେ କଷ୍ଟ ହୁଏ ବା ସମସ୍ତେ ସମାନ ଅନୁଭବ କରନ୍ତି, କିନ୍ତୁ ଆମର ଇମୋସନ କାପାସିଟିଟା ଡିଫରେଣ୍ଟ। କାହିଁକି ନା ଗୋଟେ ପୁରୁଷ ସହନଶୀଳ ହେଇଥିଲେ ହିଁ ଗୋଟେ ସମାଜକୁ ଠିକ ଭାବରେ ସୁପରିଚାଳିତ କରିବାରେ ସହଯୋଗ କରିଥାଏ, ଆଉ ଗୋଟେ ନାରୀ ଯଦି ସହନଶୀଳ ହେଇଥାଏ ତାହେଲେ ଗୋଟେ ପରିବାରକୁ ସୁପରିଚାଳିତ କରିବାରେ ସହଯୋଗ କରିଥାଏ। ତେଣୁ ଗୋଟେ ସମାଜକୁ ସୁପରିଚାଳିତ କରିବାରେ ପୁରୁଷର ହାତ ଯେତିକି, ଗୋଟେ ନାରୀର ହାତ ମଧ୍ୟ ଗୋଟେ ପରିବାରକୁ ସୁଚାରୁ ପରିଚାଳିତ କରିବାରେ ସାହାଯ୍ୟ କରିଥାଏ ହାତ ସେତିକି। ତେଣୁ ପରସ୍ପର ଗୋଟେ ସମାଜକୁ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ ସମସ୍ତଙ୍କର ଅବଦାନ ବା କଣ୍ଟ୍ରିବ୍ୟୁସନ ଅତୁଳନୀୟ। ତେଣୁ ପରସ୍ପର ଗୋଟେ ସମାଜରେ ନିର୍ଦ୍ଦିଷ୍ଟ ଭାବରେ ଗୋଟେ ସମାଜକୁ ଗୋଟେ କଣ୍ଟ୍ରିବ୍ୟୁସନ ରହିଥାଏ ବା ସମାଜକୁ ବିଭିନ୍ନ ପ୍ରକାର ଭାବଧାରାରେ ବିଭିନ୍ନ ପ୍ରକାର ଚିନ୍ତାଧାରାରେ ବିଭିନ୍ନ ପ୍ରକାର ଚଳନୀରେ ସହଯୋଗ କରିଥାନ୍ତି ଗୋଟେ ନାରୀ ଆଉ ଗୋଟେ ପୁରୁଷ ସମାନ୍ତରାଳ ଭାବରେ। ତେଣୁ ସେକ୍ସ ଆଉ ଜେଣ୍ଡର ଯଦି ଆମେ ଦେଖିବା, ବିଭିନ୍ନ ସମାଜରେ ବିଭିନ୍ନ ଢଙ୍ଗରେ ତାଙ୍କର କାର୍ଯ୍ୟର ଶୈଳୀ ଏବଂ କାର୍ଯ୍ୟ କରିବାର ଦକ୍ଷତାକୁ ବିଭିନ୍ନ ଭାବରେ ବିଭକ୍ତି କରାହୋଇଥାଏ। କିନ୍ତୁ ଗୋଟେ ସମାଜରେ ଗୋଟେ ନାରୀର କାର୍ଯ୍ୟ କରିବାର କ୍ଷମତା ସେତେବେଳେ ସଂକୁଚିତ ହୋଇଯାଏ ଯେତେବେଳେ ସେ ନାରୀଟି ଅନ୍ତଃସତ୍ତ୍ୱା ହୁଏ ବା କୌଣସି ପିଲାର ମା ହୁଏ। ସେହି ସମୟରେ ଗୋଟେ ପୁରୁଷଟି ଠିକ୍ ସୁଚାରୁ ରୂପେ ତାକୁ ଯଦି ସହଯୋଗ କରିବ, ତାହେଲେ ସେ ମାଟି ସୁନ୍ଦର ଭାବରେ ସେ ପିଲାଟି ଗଢ଼ି ତୋଳି ଗୋଟେ ସମାଜର ଗୋଟେ ସାମାଜିକ ମଣିଷ ବା ସୁନ୍ଦର ମଣିଷଟି ତିଆରି କରିପାରିବ। ତେଣୁ ଏହି ଦୁଇଟି ଭାବଧାରାରେ ଗୋଟେ ପୁରୁଷ ଗୋଟେ ସମାଜକୁ ଗୋଟେ ପୁରୁଷ ଆଉ ଗୋଟେ ନାରୀ ଗୋଟେ ସମାଜକୁ ସୁନ୍ଦର ଭାବରେ ଗଢ଼ି ତୋଳିଥାନ୍ତି ଓ ସୁନ୍ଦର ଭାବରେ ଗଢ଼ି ତୋଳିବାରେ ସକ୍ଷମ ହୋଇଥାନ୍ତି। ତେଣୁ ଗୋଟେ କଲଚର ବା ଗୋଟେ ସଂସ୍କୃତି ଗୋଟେ ନାରୀ ଗୋଟେ ପୁରୁଷକୁ ଗୋଟେ ନିର୍ଦ୍ଦିଷ୍ଟ ନିୟମରେ ନିର୍ଦ୍ଦିଷ୍ଟ ଭାବଧାରାରେ ବାନ୍ଧି ରଖିଛି, ନିର୍ଦ୍ଦିଷ୍ଟ ପ୍ରକାର ଆସାଇନମେଣ୍ଟ ଦେଇ ନିର୍ଦ୍ଦିଷ୍ଟ ପ୍ରକାର କର୍ତ୍ତବ୍ୟ ପ୍ରଦାନ କରି ଗୋଟେ ସଂସ୍କୃତି ନିର୍ଦ୍ଦିଷ୍ଟ ଭାବରେ ତାହା ପ୍ରଦାନ କରିଛି। ତେଣୁ ଏଠି ନାରୀ ଓ ପୁରୁଷ ସମସ୍ତେ ଅଲଗା ନୁହନ୍ତି ବା ନାରୀ ଓ ପୁରୁଷ ମଧ୍ୟରେ କୌଣସି ସାନ ବଡ଼ର ତାରତମ୍ୟତା ନାହିଁ। ସେମାନେ ସମସ୍ତେ ଗୋଟେ ନିର୍ଦ୍ଦିଷ୍ଟ ଭାବଧାରାରେ ବନ୍ଧା ବା ନିର୍ଦ୍ଦିଷ୍ଟ ସାଂସ୍କୃତିକ ଭାବଧାରାରେ ବନ୍ଧା, ଯାହା ସମାନ ଭାବରେ ନିଜର କଣ୍ଟ୍ରିବ୍ୟୁସନ ବା ନିଜର ଅବଦାନ ସମାଜକୁ ପ୍ରଦାନ କରିଥାନ୍ତି, ଯେଉଁ ଅବଦାନ କି ସମାଜକୁ ଶୃଙ୍ଖଳିତ ଢଙ୍ଗରେ ସୁଚାରୁ ରୂପେ ପରିଚାଳିତ କରିବାରେ ସହଯୋଗ ହୋଇଥାଏ।
तेणु आम देखा जदि सोशलाइजेशन जेंडर स्ट्राटिफिकेशन आम देखा तार सामाजिक ढंग से गोटे छोट पिला गोटे अति छोट बेलू विभिन्न ढंग से गोटे पुरुष भाया मस्कुलाइन ट्रेनिंग आ गोटे है फेमिनाइन ट्रेनिंग दिखाई तेणु से जो मस्कुलाइन और फेमिनाइन ट्रेनिंग से समाज को समान भाव में किसी प्रदान करि अवदान दे था जो अवदान की गोटे समाज को निर्दिष्ट ढंग से परिचालित कर सहयोग होता है तेणु जेंडर स्ट्राटिफिकेशन इज found to be outcome of the particular pattern of child rearing practices. Child socialization carry out according to the dominant and standardized norms. तेणु जेंडर स्ट्राटिफिकेशन बा जेंडर विभिन्नता बा लिंगर विभिन्नता गोटे समाज को निर्दिष्ट ढंग से गोटे पिला को परिचालन करवा गोटे पिला को मनुष्य करवा गोटे निर्दिष्ट भावधारा परिचालित करवा एवं सामाजिक मनुष्य बा मनुष्यटी परि मनुष्यटी गढ़ा नियम परस्पर भावधारा ताहा खंजी दे था गोटे संस्कृति गोटे निर्दिष्ट भाव में तेणु as a result such notion of boys and girls are trained with the appropriate gender specific role and behavior through the particular culture गोटे निर्दिष्ट कल्चर निर्दिष्ट भावधारा ताहा निर्दिष्ट हिसाब से ट्रेनिंग दे थाए जे गोटे पुरुष गोटे नारी गोटे पुओ गोटे झील केमिति भाव में समाज को अवदान करिवो निजर अवदान बा निजर कर्तव्य केमिति समापन करिवो गोटे निर्दिष्ट समाज रे तेणु सेक्सुअल डिविजन ऑफ लेबर बा गोटे सामाजिक भाव में गोटे पुरुष और नारी को विभिन्न प्रकार कार्य दिखाई बा कार्यभार दिखाई तेणु गेट ग्लास वाटर फॉर योर फादर और ब्रदर राहुल गो टू द मार्केट ए गर्ल मस्ट लर्न हाउ टू कुक ए विवेक फिक्स द ट्यूब लाइट तेणु यही जो कार्यक्रम आम जो देखा 3-4 प्रकार कार्य ये कार्य किए क्या केमी भाव में दिहब एवं प्रत्येक व्यक्ति जो अधिक दिन गोटे निर्दिष्ट कार्य नियोजित रे कार्य तार दक्षता वृद्धि पाए और से सुंदर भाव में गोटे स्त्री लोक जो सुंदर भाव में जमी रोषे करें गोटे परिवार को जमी भाव श्रृंखलित ढंग से परिचालित कर गोटे पुरुष पिला कर कष्ट हम कर अक्षम हम पुरुष लोक जमी विभिन्न ढंग से निज परिवार को प्रतिपोषण कर सक्षम हम हुए तो गोटे नारी से अक्षम हम बा अक्षमता प्रकाश कर कारण से छोट बड़ू अति बालत बड़ू छोट पिला बड़ू से ट्रेनिंग पाई जे केमिति गोटे समाज प्रति गोटे परिवार प्रति तार दायित्वबोधता केमिति से समापन कर केमिति से कार्य समापन कर प्रत्येक कार्य केमिति सुचारू रूप परिचालित कर तेणु प्रत्येक व्यक्ति गोटे नारी और गोटे पुरुष समस्त भावधारा चिंताधारा समाज को श्रृंखलित ढंग से परिचालित कर नियम शिक्षा करते जदियो से भितर फिजिकल कैरेक्टरिस्टिक्स अलग थाए एनाटॉमिकल स्ट्रक्चर अलग थाए लीड्स टू द मोड ऑफ बिहेवियर तेणु से निजर फिजिकल कैरेक्टर ताकर एनाटॉमिकल स्ट्रक्चर बा शारीरिक गठन एवं जो भाव शारीरिक गठन परिवर्तन बा विभिन्नता थाए से गोटे निर्दिष्ट काम केमती सुचारू रूप समापन कर ठीक भाव में ठीक ढंग से परिचालित होती ठीक श्रृंखलित ढंग से परिचालित श्रृंखलित ढंग से परिचालित कर सहयोग करते जमीती गोटे नारी सुंदर भाव मार स्थान को सुंदर भाव गढ़ी तोड़ एवं पुरुष लोक सुंदर भाव में गोटे बापर स्थान को गढ़ी तोड़ी पार गोटे पिला को निज जीवनटा को गढ़ी तोड़ापी गोटे पिलार जीवन को गढ़ी तोड़ापी गोटे समाजर सामाजिक मनुष्य हिसाब से गढ़ी तोड़ापी जिते सहयोग कर प्रदान कर गोटे कंट्रीब्यूशन रही भावधारार प्रदान हम भावधारार कंट्रीब्यूशन गोटे सामाजिक मनुष्य को गठन कर सहयोग कर ही केवल नारी और पुरुष परस्पर समान भाव में परिचालित करें यह हूँ आज विषय वस्तु अटे तेणु यही विषय वस्तु विभिन्न प्रकार सामाजिक एवं सांस्कृतिक नृतत्वविद माने विभिन्न ढंग से विभिन्न हिसाब रे विभिन्न प्रकार चलनी रे केमिति भावधारा रे ता पर्यवेसित ताहा आज आलोचनार विषय वस्तु थिला तेणु मोर एतिकी वक्तव्य कही आज यही अध्याय को एटी समापन करुछि धन्यवाद।